ଆଜି ଶୁଣିବା ଉପନ୍ୟାସ ମେଘମେଦୁର ଭାଗ 3। ଉପନ୍ୟାସିକା ପ୍ରତିଭା ରାୟ। ଅମ୍ବୁଜ ଆଉ ଥରେ ଚନ୍ଦ୍ରମୁଖୀଙ୍କୁ ପଛ କରି ଶୋଇପଡ଼ିଲେ। ସ୍ୱପ୍ନଟା ଦେଖିବା ପରଠୁ ଚନ୍ଦ୍ରମୁଖୀଙ୍କର ଛାତି ଥରୁଛି, ଦୁର୍ବଳ ଲାଗୁଛି ଦେହ ମନ, ମୁଣ୍ଡ ଘୁରାଉଛି। ଦୁଶ୍ଚିନ୍ତା ଓ ଦ୍ୱନ୍ଦ୍ୱ ମଣିଷକୁ ଏତେ ବେଶୀ ଅସୁସ୍ଥ କରିପକାଏ ବୋଲି ସେ ଏ ପ୍ରଥମ ଜାଣୁଛନ୍ତି। ତାଙ୍କର ମନେ ହେଉଛି ସେ ବାଟ ମଝିରେ ଭୀଷଣ ଅସୁସ୍ଥ ହୋଇ ପଡ଼ିବେ ଏବଂ ଆଉ ଘରକୁ ଫେରି ଯାଇପାରିବେ ନାହିଁ। ତାଙ୍କର ମିଥ୍ୟା ମୃତ୍ୟୁ ସମ୍ବାଦ ସତ୍ୟରେ ପରିଣତ ହୋଇଯିବନି ତ ଆଉ। ଅମ୍ବୁଜ ତାଙ୍କୁ ପଛ କରି ଶୋଇଛନ୍ତି। ବିଚରା ସାରା ରାତି ଗୋଟିଏ କଡ଼କୁ ମୁହଁ ମାଡ଼ି ପଡ଼ିଛନ୍ତି। ଏ ପରିବେଶ ଚନ୍ଦ୍ରମୁଖୀଙ୍କୁ ଖୁବ୍ ଖରାପ ଲାଗୁଛି। ସେ ଜାଣିପାରୁଛନ୍ତି, ସେଥିପାଇଁ ସେ ଚନ୍ଦ୍ରମୁଖୀଙ୍କ ସାମ୍ନାକୁ ମୁହଁ କରି ଶୋଇପାରୁନାହାନ୍ତି। ଅମ୍ବୁଜ ଖୁବ୍ ଭଦ୍ର ମନେ ହେଉଛନ୍ତି। ଅଭିନୟ ଛଡ଼ା ଚନ୍ଦ୍ରମୁଖୀଙ୍କର ବ୍ୟକ୍ତିଗତ କଥା ବା ପ୍ରକୃତ ପରିଚୟ ଜାଣିବା ପାଇଁ ସେ କୌତୂହଳ ହୋଇନାହାନ୍ତି। ରାସ୍ତାଘାଟରେ ସାମାନ୍ୟ ଆଳାପର ସୂତ୍ର ଧରି ଉପରେ ପଡ଼ି ବ୍ୟକ୍ତିଗତ କଥା ପଚାରି ବସିବା ଅନେକଙ୍କର ଅଭ୍ୟାସ। ଚନ୍ଦ୍ରମୁଖୀ କଥାଟାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଅମ୍ବୁଜଙ୍କର ଏଇ ଗମ୍ଭୀର ସ୍ୱଭାବ ଚନ୍ଦ୍ରମୁଖୀଙ୍କୁ ଭଲ ଲାଗିଛି। ସେ ଯିଏ ବି ହୁଅନ୍ତୁ, ଅସମୟରେ ବନ୍ଧୁ ଭାବରେ ମନେ ମନେ ଚନ୍ଦ୍ରମୁଖୀ ତାଙ୍କ ପ୍ରତି କୃତଜ୍ଞ ରହିବେ। ଅମ୍ବୁଜଙ୍କ ପାଇଁ ଚନ୍ଦ୍ରମୁଖୀ ନିଜକୁ ନିରାପଦ ମନେ କରୁଛନ୍ତି। ମନେ ହେଉଛି ଯେମିତି କୌଣସି ଆତ୍ମୀୟ ଲୋକଟିଏ ତାଙ୍କର ପାଖାପାଖି ଅଛି। ଅମ୍ବୁଜଙ୍କ ଭଳି ସହଯାତ୍ରୀ ମିଳିଥିବାରୁ ଚନ୍ଦ୍ରମୁଖୀ ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଉଥିଲେ। କିନ୍ତୁ ସ୍ୱାମୀଙ୍କ ପାଇଁ ଦୁଶ୍ଚିନ୍ତାକୁ କ'ଣ ଏଡ଼େ ସହଜରେ ଏଡ଼େଇ ହୁଏ? ତଥାପି ମଧ୍ୟ ରାତି ପାଇ ନାହିଁ। ଦୁଶ୍ଚିନ୍ତାର ରାତି ଶୀଘ୍ର ପାଏ ନାହିଁ। ଚନ୍ଦ୍ରମୁଖୀ ଖୁବ୍ ଅସୁସ୍ଥ ବୋଧ କରୁଛନ୍ତି। ମୁଣ୍ଡରେ ଭୀଷଣ ଯନ୍ତ୍ରଣା, ବେଳେବେଳେ ଶୂନ୍ୟ ହୋଇଯାଉଛି ମୁଣ୍ଡ ଭିତରଟା। ଚନ୍ଦ୍ରମୁଖୀ ଭାବିଲେ ବାଥରୁମ୍ ଯାଇ ମୁଣ୍ଡରେ ଭଲ କରି ଟିକେ ପାଣି ଦେଲେ ହୁଏତ ଭଲ ଲାଗିବ। ଆଗ୍ରା ଷ୍ଟେସନ ଆଗ ପଡ଼ିଯିବ, ଅମ୍ବୁଜ ଓହ୍ଲାଇଯିବେ। ତାପରେ ସେ ଏକା ଏକା ଯିବେ ଦିଲ୍ଲୀ ପର୍ଯ୍ୟନ୍ତ। ଷ୍ଟେସନକୁ ମଧୁମତି ଆସିନଥିବ। ତାଙ୍କ ଯିବା କଥା ମଧୁମତି ଜାଣେ ନାହିଁ। ତାକୁ ଅଚାନକ ଆଚମ୍ବିତ କରିଦେବା ପାଇଁ ଚନ୍ଦ୍ରମୁଖୀଙ୍କର ଯୋଜନା। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମଧୁମତିଙ୍କର ସ୍ୱାମୀଙ୍କ କ୍ୱାର୍ଟର। ସେ ଇଂରାଜୀ ଅଧ୍ୟାପକ। ବସାଟା ସେ ପାଇଯିବେ। ସେ ପର୍ଯ୍ୟନ୍ତ ଅନ୍ତତଃ ତାଙ୍କର ସୁସ୍ଥ ରହିବା ଆବଶ୍ୟକ। ଚନ୍ଦ୍ରମୁଖୀ ବାଥରୁମ୍ ଯିବା ପାଇଁ ଉଠିବା ବେଳେ ଅମ୍ବୁଜ ଉଠିପଡ଼ି ପ୍ରଶ୍ନ କଲେ, କୁଆଡ଼େ ଯାଉଛ? ବାଥରୁମ୍, ଅମ୍ବୁଜ କହିଲେ। ରାତିରେ କୌଣସି ଷ୍ଟେସନରେ ଗୁଡ଼ାଏ ବାଜେ ଲୋକ ଉଠି ପଡ଼ିଛନ୍ତି। ବାଥରୁମ୍ ସାମ୍ନାରେ ବସିଛନ୍ତି ବାଥରୁମ୍ ବନ୍ଦ କରି। ଲୋକଗୁଡ଼ାଙ୍କର ଗତିବିଧି ଭଲ ମନେ ହେଉନାହିଁ। ଚାଲ, ମୁଁ ସେମାନଙ୍କ ପାଖରେ ଠିଆ ହେବି। ଚନ୍ଦ୍ରମୁଖୀ କୁଣ୍ଠିତ କଣ୍ଠରେ କହିଲେ, ନା ନା, ଆପଣ ଶୁଅନ୍ତୁ, ମୁଁ ସଙ୍ଗେ ସଙ୍ଗେ ଆସିବି। ଆପଣ ରାତି ସାରା ଶୋଇପାରିନାହାନ୍ତି। ଅମ୍ବୁଜ ଅଳସ କଣ୍ଠରେ କହିଲେ, ତମେ ମୋତେ ପ୍ରକୃତରେ ଦୁଶ୍ଚିନ୍ତାରେ ପକାଇ ଦେଇଛ। ରାତି ସାରା ନିଦ ହୋଇନାହିଁ। ମିଛ ହେଉ କି ସତ ହେଉ, ଦାୟିତ୍ୱ ନେଇଛି ଯେତେବେଳେ ନିରାପଦରେ ପହଞ୍ଚାଇବା ଦେବା ମୋର କର୍ତ୍ତବ୍ୟ। ଚନ୍ଦ୍ରମୁଖୀ କୃତଜ୍ଞତାଭରା ସ୍ୱରରେ କହିଲେ, ଆପଣଙ୍କର ସାହାଯ୍ୟ ଚିରଦିନ ମନେ ରହିବ। ଆଜ୍ଞା, ମୁଁ ଏବେ ଆସେ। ଚନ୍ଦ୍ରମୁଖୀ ବାଥରୁମ୍ରୁ ଉଠିଯିବା ବେଳେ ଅମ୍ବୁଜ ମଧ୍ୟ ତାଙ୍କ ପଛେ ପଛେ ଉଠିଲେ। ଚନ୍ଦ୍ରମୁଖୀ ବାଥରୁମ୍ ଭିତରେ ପଶିଗଲେ। ବାଥରୁମ୍ କବାଟ ଖୋଲି ଟଳମଳ ପାଦରେ ବାହାରି ଆସୁ ଆସୁ ଚନ୍ଦ୍ରମୁଖୀ ଥରି ଥରି ପଡ଼ିଗଲେ ବାଥରୁମ୍ ସାମ୍ନାରେ କ୍ଷୀଣ ଆର୍ତ୍ତନାଦ କରି। ଘଟଣାକୁ ହୃଦୟଙ୍ଗମ କରୁ କରୁ ଅମ୍ବୁଜ ଦେଖିଲେ ଚନ୍ଦ୍ରମୁଖୀ ଚେତା ହରାଇ ପଡ଼ିଛନ୍ତି। ମୁଣ୍ଡରେ ଭୀଷଣ ଆଘାତ ଲାଗି ପୋଡ଼ାଏ ରକ୍ତ ଝରି ଆସୁଛି। ଶବ୍ଦ ଶୁଣି ଉଠି ଆସିଲେ ଅନେକ ଯାତ୍ରୀ। ଅମ୍ବୁଜ ଖୁବ୍ ଯତ୍ନ ସହକାରେ ଚନ୍ଦ୍ରମୁଖୀଙ୍କର ସଂଜ୍ଞାଶୂନ୍ୟ ଶରୀରକୁ ଟେକି ନେଲେ ସିଟ୍ ପାଖକୁ। ଚନ୍ଦ୍ରମୁଖୀଙ୍କର ମୁଣ୍ଡରେ ବାଥରୁମ୍ର କବାଟ ବାଜି ଗଭୀର କ୍ଷତ ସୃଷ୍ଟି ହୋଇଛି। ଚିବୁକରେ ମଧ୍ୟ ଆଘାତ ଲାଗି ରକ୍ତ ଝରୁଛି। ତାଙ୍କର ଚେତା ନାହିଁ। ଚନ୍ଦ୍ରମୁଖୀଙ୍କର ଅଭିଭାବକ ଭାବରେ ତାଙ୍କର ସୁରକ୍ଷା ଓ ଚିକିତ୍ସାର ଦାୟିତ୍ୱ ଏକା ଅମ୍ବୁଜଙ୍କର। ଅମ୍ବୁଜ ଭାବୁଥିଲେ ଟ୍ରେନ୍ରେ ଯାଉଥିବା ସମସ୍ତ ସହଯାତ୍ରୀଙ୍କର ଚନ୍ଦ୍ରମୁଖୀଙ୍କ ପ୍ରତି ଯେତିକି କର୍ତ୍ତବ୍ୟ, ତାଙ୍କର ମଧ୍ୟ ଠିକ୍ ସେତିକି କର୍ତ୍ତବ୍ୟ। କିନ୍ତୁ ସେ ମଣିଷ। ମଣିଷ ପ୍ରତି ମଣିଷର କର୍ତ୍ତବ୍ୟ ସମ୍ପାଦନରେ ସେ କୌଣସି ଦିନ କୁଣ୍ଠାବୋଧ କରନ୍ତି ନାହିଁ। ଚନ୍ଦ୍ରମୁଖୀଙ୍କ ସ୍ଥାନରେ ଯେ କେହି ଥିଲେ ମଧ୍ୟ ସେ ତାଙ୍କର କର୍ତ୍ତବ୍ୟ କରିବା ପାଇଁ ପଛଘୁଞ୍ଚା ଦିଅନ୍ତେ ନାହିଁ। ଅମ୍ବୁଜ ଆବଲ୍ୟରୁ ପରୋପକାରୀ। ବୁଡ଼ି ଯାଉଥିବା ଲୋକଟିକୁ ଉଦ୍ଧାର କରିବା ପାଇଁ ନିଜକୁ ପହରା ଆସେ କି ନାହିଁ ଚିନ୍ତା କରିବା ପୂର୍ବରୁ ସେ ସୁଅ ମୁହଁକୁ ଡେଇଁ ପଡ଼ନ୍ତି। ବିପଦକୁ ତାଙ୍କର ଭୟ ନାହିଁ। ବିପଦକୁ ସଙ୍ଗରେ ଧରି ମଣିଷ ଏ ପୃଥିବୀକୁ ଆସେ। ବିପଦ ସାଙ୍ଗରେ ମୁକାବିଲା କରୁ କରୁ ସେ ପୁଣି ସେ ବିପଦ ପଥରେ ଦିନେ ଚାଲିଯାଏ। ବିପଦକୁ ଭୟ କରୁଥିବା କାପୁରୁଷ ଲୋକ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ମରେ।
ଅମ୍ବୁଜ ଦାମ୍ଭିକ ପୁରୁଷ। ଜୀବନରେ ସୁଖ ଦୁଃଖକୁ ତାଙ୍କର ଖାତିର ନାହିଁ। ଆଜି ଯଦି ଚନ୍ଦ୍ରମୁଖୀଙ୍କର ଚିକିତ୍ସାର ଦାୟିତ୍ୱ ନେଇ ସେ କିଛି ଅସୁବିଧାରେ ପଡ଼ିଯାଆନ୍ତି, ତେବେ ସେଥିରେ ତାଙ୍କର ସୂଚନା ନାହିଁ। ଚନ୍ଦ୍ରମୁଖୀଙ୍କର ସମସ୍ତ ଦାୟିତ୍ୱ ସେ ନିଜ ହାତକୁ ନେଇଗଲେ। ଚନ୍ଦ୍ରମୁଖୀଙ୍କର ଆଘାତ ଗୁରୁତର। ତାଙ୍କୁ ଆଗ୍ରା ହସ୍ପିଟାଲରେ ଭର୍ତ୍ତି କରିଦେଲେ ଅମ୍ବୁଜ। ଚିବୁକ ଓ କପାଳର କ୍ଷତ ଖୁବ୍ ଗଭୀର। ଚିବୁକର ହାଡ଼ ଭାଙ୍ଗି ଯାଇଛି। ଅପରେସନ ଦରକାର। ମଥାର ଆଘାତ ପାଇଁ ଚନ୍ଦ୍ରମୁଖୀ ବହୁଦିନ ଧରି ଶଯ୍ୟାଶାୟୀ ହୋଇ ରହିବେ। ଚନ୍ଦ୍ରମୁଖୀଙ୍କର ଚିକିତ୍ସାରେ କୌଣସି ଅବହେଳା ହେଲା ନାହିଁ। ଚନ୍ଦ୍ରମୁଖୀଙ୍କର ସଂଜ୍ଞା ଫେରି ନାହିଁ। ସଂଜ୍ଞା ଫେରିଲେ ମଧ୍ୟ ସେ କିଛି ବୁଝିବା ଅବସ୍ଥାରେ ନାହାନ୍ତି। ଚିବୁକର ଅପରେସନ ଯୋଗୁଁ କଥାବାର୍ତ୍ତା କରିବା ତାଙ୍କ ପକ୍ଷେ ଅସମ୍ଭବ। ତାଙ୍କୁ ବର୍ତ୍ତମାନ ବରାବର ଶୋଇବାକୁ ହେବ। ଖବରଟା ସଙ୍ଗେ ସଙ୍ଗେ ତାଙ୍କର ବାପା ମାଆଙ୍କୁ ଜଣାଇଦେବା ଉଚିତ। ଚନ୍ଦ୍ରମୁଖୀଙ୍କର ଯଦି କିଛି ଭଲମନ୍ଦ ହୋଇଯାଏ, ଘଟଣାଟା ଜଟିଳ ହୋଇଯିବ। ମାତ୍ର ଚନ୍ଦ୍ରମୁଖୀଙ୍କର ବ୍ୟାଗ୍ରୁ କୌଣସି ଠିକଣା ମିଳୁନାହିଁ। ଅଳ୍ପ କେତେଟା ଟଙ୍କା ଏବଂ ଟ୍ରେନ୍ ଟିକେଟ୍ ବ୍ୟତୀତ ଅନ୍ୟ କୌଣସି କାଗଜପତ୍ର ବା ଠିକଣା ସେଥିରେ ନାହିଁ। ଅମ୍ବୁଜ ସମ୍ବାଦପତ୍ରରେ ଘୋଷଣାଟି ନିମ୍ନମତେ ଦେଇଦେଲେ। ଓଡ଼ିଆ ସମ୍ବାଦପତ୍ର ପୃଷ୍ଠାରେ ବଡ଼ ବଡ଼ ଅକ୍ଷରରେ ପ୍ରକାଶିତ ହେଲା ଛାତ୍ରୀଙ୍କ ଦୁର୍ଘଟଣା। ଅଶ୍ରୁମୁଖୀ ସିହ୍ନା ନାମୀ ଜଣେ ଜୈନିକ ଅବିବାହିତା ତରୁଣୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଏକାକିନୀ ଦିଲ୍ଲୀ ଯାଉଥିବା ସମୟରେ ଟ୍ରେନ୍ ଭିତରେ ଏକ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇପଡ଼ିଛନ୍ତି। ସେ ବର୍ତ୍ତମାନ ଆଗ୍ରା ହସ୍ପିଟାଲରେ ଚିକିତ୍ସାଧୀନ। ତାଙ୍କର ପିତାଙ୍କର ଠିକଣା ତାଙ୍କଠାରୁ ମିଳୁନାହିଁ ଏବଂ ସେ ବର୍ତ୍ତମାନ ସଂଜ୍ଞାଶୂନ୍ୟ ଅବସ୍ଥାରେ ଅଛନ୍ତି। ତାଙ୍କ ସମଗ୍ର ମୁଖମଣ୍ଡଳ ବ୍ୟାଣ୍ଡେଜ୍ ଦ୍ୱାରା ଆବୃତ ହୋଇଥିବାରୁ ତାଙ୍କର ଫଟୋ ଏଥିସହ ପ୍ରକାଶ କରିବା ସମ୍ଭବ ହେଉନାହିଁ। ତରୁଣଙ୍କର ବୟସ 20 କିମ୍ବା 21। ତରୁଣୀ ସୁଶ୍ରୀ ଏବଂ ଦେହର ବର୍ଣ୍ଣ ଉଜ୍ଜ୍ୱଳ, ଗୌରବର୍ଣ୍ଣ, ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ କେଶ, ଉଚ୍ଚତା 5 ଫୁଟ 4 ଇଞ୍ଚ। ତରୁଣୀ ବଙ୍ଗଭାଷୀ ହେଲେ ମଧ୍ୟ ଓଡ଼ିଶାର ସ୍ଥାୟୀ ବାସିନ୍ଦା ବୋଲି ଜଣାଯାଏ। ତାଙ୍କର ପିତାମାତା ଅଭିଭାବକ ନିମ୍ନ ଠିକଣାରେ ତୁରନ୍ତ ପହଞ୍ଚିଯିବା ପାଇଁ ଅନୁରୋଧ। ତରୁଣୀଙ୍କର ଅବସ୍ଥା ବିଶେଷ ଭଲ ନୁହେଁ ବୋଲି ଡାକ୍ତରଙ୍କଠାରୁ ପ୍ରକାଶ। କ୍ରମାଗତ 1 ସପ୍ତାହ ଧରି ବିଭିନ୍ନ ସମ୍ବାଦପତ୍ରରେ ସମ୍ବାଦଟି ପ୍ରକାଶିତ ହେବା ସତ୍ତ୍ୱେ ତରୁଣୀଙ୍କର ପିତାମାତାଙ୍କର କିମ୍ବା ଅଭିଭାବକଙ୍କର କିଛି ଖବର ନାହିଁ। ତରୁଣୀଙ୍କ ଘର ଠିକଣା କୌଣସି ସୂତ୍ରରୁ ମିଳୁନାହିଁ। ଅମ୍ବୁଜ ବିଚଳିତ ହୋଇପଡ଼ିଲେ ମଧ୍ୟ ତରୁଣୀଙ୍କ ଚିକିତ୍ସାରେ କୌଣସି ଶିଥିଳତା ଦେଖାଦେଇନି। ଅନେକ ଟଙ୍କା ଖର୍ଚ୍ଚ ହୋଇଗଲାଣି ତାଙ୍କ ଚିକିତ୍ସାରେ। ସେତିକି ତାଙ୍କର ସୂଚନା ନାହିଁ। ସତେକି ଅପରାଜିତା ତରୁଣୀ ତାଙ୍କର କି ନିକଟ ଆତ୍ମୀୟ। ଦୀର୍ଘ 3 ମାସ ପରେ ଚନ୍ଦ୍ରମୁଖୀ ଡାକ୍ତରଖାନାରୁ ଛାଡ଼ ପାଇଲେ, କିନ୍ତୁ ସେ ସମ୍ପୂର୍ଣ୍ଣ ମୂକ। ଅନେକ ଦିନ ଧରି ଚିବୁକରେ ବ୍ୟାଣ୍ଡେଜ୍ ବନ୍ଧା ହୋଇ ରହିବା ଫଳରେ ତାଙ୍କର ଏ ଅବସ୍ଥା ବୋଲି ଡାକ୍ତରଙ୍କର ମତ। ଚନ୍ଦ୍ରମୁଖୀଙ୍କ ଆଖିରେ ଶୂନ୍ୟ ଚାହାଣୀ। ଯେମିତି ଏ ସମଗ୍ର ପୃଥିବୀ ତାଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ଅଜଣା ଅଶୁଣା ନୂତନ ଉପଗ୍ରହ। ତାଙ୍କର ନିର୍ବିକାର ମୁଖ, ଉଦାସ ଶୂନ୍ୟ ଦୃଷ୍ଟି ଆଉ ନିଥର ମୌନତା ଚିକିତ୍ସା ଧାରାରେ ଜଟିଳ ସମସ୍ୟା ହୋଇ ଉଠିଛି। ଚିକିତ୍ସକ ଠିକ୍ ବୁଝିପାରୁନାହାନ୍ତି ତାଙ୍କର ନିଥର ମୌନତାର କାରଣ ଶାରୀରିକ ନା ମାନସିକ। ସେ ପ୍ରକୃତରେ ସବୁ ବୁଝିବା ସତ୍ତ୍ୱେ କଥା କହିବା ପାଇଁ ଅକ୍ଷମ ନା ତାଙ୍କର ସ୍ମୃତିଶକ୍ତି ଲୋପ ପାଇଛି। ଏମିତି ଏକ ଜଟିଳ ପରିସ୍ଥିତିରେ ଚନ୍ଦ୍ରମୁଖୀଙ୍କୁ ଘରକୁ ନେଇ ଆସିଗଲେ ଅମ୍ବୁଜ। ଆଉ କିଛିଦିନ ଅପେକ୍ଷା କରି ତାଙ୍କ ଅବସ୍ଥାକୁ ଲକ୍ଷ୍ୟ କରିବାକୁ ହେବ। ଯଦି ଘଟଣାଟା ଶାରୀରିକ ହୋଇଥାଏ, ତେବେ ଚିବୁକର ଅପରେସନ ଯୋଗୁଁ ଏପରି ହୋଇଛି ବୋଲି ଧରି ନେବାକୁ ହେବ ଏବଂ ଆଉ ଟିକେ ଜଟିଳ ଅପରେସନ ଦରକାର ହୋଇପାରେ। ଯଦି ସ୍ମୃତିଶକ୍ତିର ବିସ୍ମରଣ ଏ ମୌନତାର କାରଣ ହୋଇଥାଏ, ତେବେ ଚିକିତ୍ସାର ଧାରା ଭିନ୍ନମୁଖୀ କରାଇବାକୁ ହେବ। ପ୍ରତିଦିନ 2 ଜଣ ଡାକ୍ତର ଆସି ଚନ୍ଦ୍ରମୁଖୀକୁ ଦେଖିଯାଉଛନ୍ତି। ଚନ୍ଦ୍ରମୁଖୀଙ୍କର ଯତ୍ନ ନେବା ପାଇଁ ଜଣେ ନିପୁଣା ନର୍ସଙ୍କୁ ଦାୟିତ୍ୱ ଦେଇଛନ୍ତି ଅମ୍ବୁଜ। ଗୋଟିଏ ସ୍ୱତନ୍ତ୍ର ଗୃହରେ ଚନ୍ଦ୍ରମୁଖୀଙ୍କୁ ରଖାଯାଇଛି। ଦିନ ପରେ ଦିନ କଟିଯାଇଛି। ଚନ୍ଦ୍ରମୁଖୀ ନିଥର। ସେ ହସନ୍ତି ନାହିଁ, କାନ୍ଦନ୍ତି ନାହିଁ, କଥା କୁହନ୍ତି ନାହିଁ। ରୁଟିନ୍ ଦେଖି ନର୍ସ ଠିକ୍ ସମୟରେ ଚନ୍ଦ୍ରମୁଖୀକୁ ଔଷଧ ଦିଅନ୍ତି, ଖାଦ୍ୟ ଖୁଆନ୍ତି। ପ୍ରତିଦିନ ଅଫିସରୁ ବାହାରିଯିବା ଆଗରୁ ଅମ୍ବୁଜ ଥରେ ଚନ୍ଦ୍ରମୁଖୀକୁ ଦେଖିଯାଆନ୍ତି। ପୁଣି ଅଫିସରୁ ଫେରି ତାଙ୍କର ଖବର ବୁଝନ୍ତି। ନିରାଶ ହୁଅନ୍ତି। ଦିନେ ମାନସିକ ଚିକିତ୍ସକ ଡାକ୍ତର ପ୍ରସାଦ କହିଲେ, ମିଷ୍ଟର ସିଂ, ମୋର ମନେ ହେଉଛି ଅଶ୍ରୁଦେବୀ ଶାରୀରିକ ଦୁର୍ବଳତାବଶତଃ କିମ୍ବା ପାଦ ଖସାଇ ପଡ଼ିଯାଇ ନଥିଲେ। କୌଣସି ଗୁରୁତର ମାନସିକ ଦୁଶ୍ଚିନ୍ତା ଓ ତଜ୍ଜନିତ ସ୍ନାୟୁବିକ ଦୁର୍ବଳତା ଯୋଗୁଁ ସେ ସଂଜ୍ଞା ହରାଇ ପଡ଼ିଯିବା ଫଳରେ ଆଘାତ ପାଇଛନ୍ତି। ତାଙ୍କର ଏ ମୌନତା ଅନେକାଂଶରେ ମାନସିକ। ଆପଣ ତାଙ୍କ ସହ ସାମାନ୍ୟ ଅନ୍ତରଙ୍ଗତା ସ୍ଥାପନ କରନ୍ତୁ। ଏଇ ଧରନ୍ତୁ, କେବେ କେମିତି ତାଙ୍କୁ ଫୁଲଟିଏ ଉପହାର ଦେବା, ତାଙ୍କୁ ସୁପ୍ରଭାତ ଜଣାଇବା, ସଙ୍ଗରେ ନେଇ ସନ୍ଧ୍ୟାରେ ଘେରାଇ ବୁଲି ଆସିବା ଇତ୍ୟାଦି ଦ୍ୱାରା ତାଙ୍କର କୌଣସି ବିଗତ ଅନୁଭୂତି ଅକସ୍ମାତ୍ ସ୍ମରଣକୁ ଆସିଯାଇପାରେ।
ଆପଣ ତ ତାଙ୍କୁ ଏଠି ଡାକ୍ତରଖାନା ୱାର୍ଡରେ ରୋଗଣୀଟିଏ ଭଳି ଡାକ୍ତର, ଔଷଧ, ନର୍ସ, ପଥ୍ୟ, ରୁଟିନବଦ୍ଧ କାର୍ଯ୍ୟକ୍ରମ ଭିତରେ ଗୋଟିଏ ରୁମ୍ରେ ବନ୍ଦିନୀ କରି ରଖିଛନ୍ତି। ଚିକିତ୍ସା ଏବଂ ଡାକ୍ତରଖାନା ବ୍ୟତୀତ ଆଉ କୌଣସି କଥା ଚିନ୍ତା କରିବାର ଅବକାଶ ତାଙ୍କୁ ଦେଉନାହାନ୍ତି। ଥରେ ପରୀକ୍ଷା କରି ଦେଖନ୍ତୁ ନା। ଅମ୍ବୁଜ ଉଦାସ କଳାରେ କହିଲେ, ମୋ ନିଜ ବ୍ୟକ୍ତିଗତ ସମସ୍ୟା ମୋତେ ବଳେଇ ପଡ଼ୁଛି। ବ୍ୟବସାୟିକ ଓ ପାରିବାରିକ ଜଞ୍ଜାଳ ଭିତରେ ମୁଁ ବୁଡ଼ି ରହିଛି। ଏହିସବୁ ମୋ ହାତରେ ସମୟ କାହିଁ? ତେବେ ଅଶ୍ରୀଦେବୀଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିଦିଅନ୍ତୁ। ଭଲ ହେଲେ ସେ ନିଜ ଘରକୁ ଫେରିଯିବେ, ଭଲ ନହେଲେ ଡାକ୍ତରଖାନାରେ ରହିଯିବେ, ନଚେତ୍ ଭାଗ୍ୟରେ ଯାହା ହେବ ସେୟା ଭୋଗିବେ। ଆପଣ ତ ଆଉ ବର୍ଷ ବର୍ଷ ଧରି ଜଣେ ଲୋକର ଚିକିତ୍ସା ପଛରେ ମୁଠା ମୁଠା ଟଙ୍କା ଉଡ଼େଇବେ ନାହିଁ। ଅବଶ୍ୟ ଆପଣଙ୍କର ଅର୍ଥ ଉପାର୍ଜନର କ୍ଷମତା ଅଛି, ପନ୍ଥା ବି ଅଛି, କିନ୍ତୁ ତା ବୋଲି ତ ଯାହା ତା ପଛରେ ଟଙ୍କା ଆପଣ ସବୁ ସାରିଦେବେ ନାହିଁ। ଅମ୍ବୁଜ ଆହତ ହେଲେ ଆଉ ଦୁଃଖିତ କଣ୍ଠରେ କହିଲେ, ଅଶ୍ରୁଦେବୀ ଯିଏ ହୁଅନ୍ତୁ ନା କାହିଁକି, ମୁଁ ଉପରେ ପଡ଼ି ତାଙ୍କର ଅଭିଭାବକ ହୋଇଛି। ଆଉ କିଛିଦିନ ଚେଷ୍ଟା କରି ଦେଖିବି। ଯଦି ଫଳ ମିଳେ ତାଙ୍କୁ ତାଙ୍କ ପିତାମାତାଙ୍କ ପାଖରେ ପହଞ୍ଚାଇ ଦେବି। ସେତେବେଳେ ମୋତେ ଆଉ ଆତ୍ମସନ୍ତୋଷ ମିଳିବ। ତାର ମୂଲ୍ୟ ମୋର ପରିଶ୍ରମ ଅର୍ଥ ବ୍ୟୟର ମୂଲ୍ୟଠାରୁ ଢେର ବେଶୀ। ଡାକ୍ତର ଅମ୍ବୁଜଙ୍କ ବ୍ୟକ୍ତିତ୍ୱକୁ ମନେ ମନେ ତାରିଫ କରୁଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅମ୍ବୁଜ ସମୟ କରି ଚନ୍ଦ୍ରମୁଖୀଙ୍କ ସହ ଅନ୍ତରଙ୍ଗ ହେବାକୁ ଚେଷ୍ଟା କରୁଥିଲେ। ମାତ୍ର ଚନ୍ଦ୍ରମୁଖୀଙ୍କର କୌଣସି ପ୍ରତିକ୍ରିୟା ନାହିଁ। ସେ ନିର୍ବିକାର। ଦିନେ ଡାକ୍ତର ପ୍ରସାଦ ସିଷ୍ଟରଙ୍କୁ ଏକ ପରାମର୍ଶ ଦେଲେ। ତାଙ୍କ ମତରେ ଅବିବାହିତ ଝିଅମାନଙ୍କ ଜୀବନର ଶ୍ରେଷ୍ଠ ଅଭିଳାଷ ହେଉଛି ବିବାହ। ଅଶ୍ରୁ ଏକ ବିବାହଯୋଗ୍ୟ ତରୁଣୀ। ତାଙ୍କ ଜୀବନରେ ନିଶ୍ଚୟ ବିବାହ ପ୍ରସ୍ତାବ ଆସିଥିବ। ବଧୂ ହେବାର ସ୍ୱପ୍ନ ସେ ନିଶ୍ଚୟ ଦେଖିଥିବେ। ହୁଏତ ତାଙ୍କର କେହି ମନୋନୀତ ପ୍ରେମିକ ପୁରୁଷ ଥାଇପାରନ୍ତି। ତାଙ୍କ ସହ ସଂଯୁକ୍ତ ହେବାର ଅଭିଳାଷ ନିଶ୍ଚୟ ସେ ମନ ତଳେ ସଯତ୍ନରେ ସାଇତି ରଖିଥିବେ। ତେଣୁ ତାଙ୍କୁ ବଧୂବେଶରେ ସଜାଇ ଦେଲେ ନିଶ୍ଚୟ ତାଙ୍କ ଭିତରେ କିଛି ପ୍ରତିକ୍ରିୟା ସୃଷ୍ଟି ହେବ। ସେ ନିଜ ରୂପ ଦେଖି ଖୁସି ହେବେ। ତାଙ୍କର ଗୋଲାପୀ ଅଧରରେ ହସ ଫୁଟିବ। ଗଣ୍ଡରରେ ଲାଗିବ ଲଜ୍ଜାର ଅରୁଣିମା। ଏସବୁ ପ୍ରତିକ୍ରିୟା ମାନସିକ ସୁସ୍ଥତାର ଲକ୍ଷଣ। ସେ ନିଶ୍ଚୟ ଧୀରେ ଧୀରେ ବିଭିନ୍ନ ଘଟଣାକୁ ଅନୁଭବ କରିବାକୁ ଚେଷ୍ଟା କରିବେ। ତାଙ୍କର ନିଥରତା ଧୀରେ ଧୀରେ କଟିଯିବ। ସିଷ୍ଟର ଅପୂର୍ବ କରି ସଜାଇ ଦେଲେ ଚନ୍ଦ୍ରମୁଖୀଙ୍କୁ। ଚନ୍ଦ୍ରମୁଖୀଙ୍କର ବଧୂବେଶର ନିଜେ ମୁଗ୍ଧ ହେଲେ ସିଷ୍ଟର। ତାଙ୍କୁ ନେଇ ବଡ଼ ଡ୍ରେସିଂ ଟେବୁଲର ସାମ୍ନାରେ ଠିଆ କରିଦେଲେ। ଆଇନା ଭିତରେ ନିଜର ଅଭିନବ ପ୍ରତିବିମ୍ବ ଦେଖି ଚନ୍ଦ୍ରମୁଖୀଙ୍କର ନିଥର ଦୃଷ୍ଟିରେ ଚମକ ଲାଗିଲା। ଚନ୍ଦ୍ରମୁଖୀ ମୁହଁ ଡାକି ଅନେକ କ୍ଷଣ କାନ୍ଦିଲେ, ମନଭରି କାନ୍ଦିଲେ। ତାଙ୍କୁ ଅପର୍ଯ୍ୟାପ୍ତ କାନ୍ଦିବାକୁ ଛାଡ଼ି ଦିଆଗଲା। ଚନ୍ଦ୍ରମୁଖୀଙ୍କର ପ୍ରତିକ୍ରିୟା ଡାକ୍ତରଙ୍କ ଚିନ୍ତାର ପ୍ରତିକୂଳରେ ଗଲେ ମଧ୍ୟ ତାଙ୍କର ନିଥର ଭାବଟା ଯେ କଟି ଆସିଛି ଏତିକି ବୁଝିପାରିଲେ ଡାକ୍ତର ପ୍ରସାଦ। ଚନ୍ଦ୍ରମୁଖୀଙ୍କର ଅପରୂପ ମୁଗ୍ଧ ଦୃଷ୍ଟିରେ ନିରୀକ୍ଷଣ କରୁ କରୁ ଅମ୍ବୁଜ ଭାବୁଥିଲେ, ଏମିତି ଏକ ଅପରୂପ ନାରୀର ବିବାହ ପ୍ରତି ଏକ ବିରାଗ କାହିଁକି? ତାଙ୍କର ଅତୀତ ଯାହା ହେଉନା କାହିଁକି ସେ ଯେ ଧୀରେ ଧୀରେ ସୁସ୍ଥ ହୋଇ ଉଠୁଛନ୍ତି, ଏତିକି ତାଙ୍କର ପରମ ଆନନ୍ଦର ବିଷୟ। ଚନ୍ଦ୍ରମୁଖୀଙ୍କର ଝରଝର ଅଶ୍ରୁ ଅମ୍ବୁଜଙ୍କ ଓଠରେ ପରମ ଆନନ୍ଦର ହସ ହେଇ ଝଡ଼ି ପଡ଼ିଲା। ତାଙ୍କ ହୃଦୟର ଗୁରୁଭାର ଅଧାଧିକ ହାଲକା ହୋଇଯାଇଥିଲା। ପୁଣି ଚନ୍ଦ୍ରମୁଖୀ ନୀରବ ହୋଇଗଲେ। ତାଙ୍କ ମୁହଁରୁ ପଦେ କଥା ଶୁଣିବା ପାଇଁ ସମସ୍ତେ ଉଦ୍ଗ୍ରୀବ ହୋଇ ଉଠିଲେ ମଧ୍ୟ ତାଙ୍କ ଓଠରେ ଭାଷା ନାହିଁ। ହଠାତ୍ ଏକ ଆଚମ୍ବିତ ଘଟଣା ଘଟିଗଲା। 2.5 ବର୍ଷର ଝିଅଟିଏ ଅରୁଣିମା। ଆୟାର କଡ଼ା ନଜରରୁ ଫାଙ୍କି ଦେଇ ଠୋକୁ ଠୋକୁ ପାଦ ପକାଇ ଚନ୍ଦ୍ରମୁଖୀଙ୍କର କକ୍ଷ ଭିତରେ ସେ ପହଞ୍ଚିଗଲା। ଦୁର୍ଦ୍ଦଶ ଦରବାନକୁ କାବୁ କରି ଏକ ନିଷିଦ୍ଧ ରାଜ୍ୟରେ ପହଞ୍ଚିଯିବାର ଆନନ୍ଦରେ ଝିଅଟି ଉତ୍ତାଳ ହୋଇ ଉଠୁ ଉଠୁ ବୁଢ଼ୀ ଅସୁରୁଣୀ ଭଳି ଧାଇଁ ଆସିଲା ଆୟା। ଅରୁଣିମା ଅରୁଣିମା ଡାକି ଡାକି ସେ ପିଲାଟିକୁ ଧରିବା ପାଇଁ ହାତ ବଢ଼ାଉ ବଢ଼ାଉ ପିଲାଟିଏ ଛୁଟି ଆସି ଚନ୍ଦ୍ରମୁଖୀଙ୍କର ଖଟ ପାଖରେ ପହଞ୍ଚିଗଲାଣି। ତାର କାତର ଚାହାଣୀରେ ଶରଣ ଭିକ୍ଷା। ଚନ୍ଦ୍ରମୁଖୀ ଅକସ୍ମାତ୍ ସକ୍ରିୟ ହୋଇ ଉଠିଲେ। ପିଲାଟି ପଡ଼ିଯାଉ ଯାଉ ସେ ହାତ ବଢ଼ାଇ ତାକୁ କୋଳକୁ ଟେକି ଆଣିଲେ। ଆୟା ଆସି ପହଞ୍ଚି ଯାଇଥିଲା। ଚନ୍ଦ୍ରମୁଖୀ ହାତରୁ ସେ ପିଲାଟିକୁ ନେଇଗଲା। ଚନ୍ଦ୍ରମୁଖୀ ପୁଣି ନିର୍ବାକ୍ ନିଥର ହୋଇଗଲେ। ପିଲାଟା ଚିତ୍କାର କରି କାନ୍ଦୁଛି। ହାତ ବଢ଼ାଇ ଚନ୍ଦ୍ରମୁଖୀଙ୍କ ପାଖକୁ ଆସିବ ବୋଲି ଜିଦ୍ ଧରିଛି। ଲହରେଇ ଲହରେଇ କାନ୍ଦୁଛି ଅବୁଝା ଅମାନିଆ ପିଲାଟି। ସେ କାନ୍ଦଣାର ଲହରୀକୁ କାନ ଦେଇ ଶୁଣୁଛନ୍ତି ଚନ୍ଦ୍ରମୁଖୀ। ମେଘ ମେଦୁର ନିଥର ବିବର୍ଣ୍ଣ ମୁହଁରେ ଆନନ୍ଦର ଆଭା ଉଜ୍ଜ୍ୱଳି ଉଠୁଛି। ପିଲାଟା ଯେତେ ବେଶୀ କାନ୍ଦୁଛି ସେତେ ବେଶୀ ଉଜ୍ଜ୍ୱଳି ଉଠୁଛି ଚନ୍ଦ୍ରମୁଖୀଙ୍କର ମୁଖ ମେଘ ଫାଙ୍କାରୁ ସୂର୍ଯ୍ୟ ବାହାରି ଆସିବା ପରି। ଯେମିତି ଭୁଲି ଯାଇଥିବା ପ୍ରିୟ ସଙ୍ଗୀତର ସ୍ୱରଟି ତାଙ୍କର ସ୍ମରଣକୁ ଆସିଯାଇଛି। ପିଲାଟିର କାନ୍ଦଣା ଲହରୀରେ ସୁର ମିଳାଇ ଗୁଣୁ ଗୁଣୁ ହୋଇ ସେ ପୁରୁଣା ନାନାମୟ ଗୀତଟିର ସୁର ଧରିଲାଣି।
ଅକସ୍ମାତ୍ ଅମ୍ବୁଜା ଆସି ପହଞ୍ଚିଲେ। ଚଢ଼ାକଳରେ ଆୟାକୁ ପଚାରିଲେ, ଅରୁ ଏତେ କାନ୍ଦୁଛି କାହିଁକି? ଆୟା ବିରକ୍ତିପୂର୍ଣ୍ଣ ସ୍ୱରରେ କହିଲେ, ପିଲାଟାକୁ କେତେ ଏବେ ଗୋଡ଼େ ଗୋଡ଼େ ଜଗିବି? କେତେବେଳେ ଖସି ଆସିଛି ରୋଗୀ ଘରକୁ। ସେ ମଧ୍ୟ ହାତ ବଢ଼େଇ ପିଲାଟାକୁ ନେଇଗଲେ। ତାଙ୍କଠୁ ନେଇ ଆସିଲେ ବୋଲି ଝିଅଙ୍କର ଏ କାନ୍ଦ। ଅମ୍ବୁଜା ଚମକି ଉଠି ପ୍ରଶ୍ନ କଲେ, ସେ ଅରୁକୁ କୋଳକୁ ନେଲେ? ହଁ। ଏଇ ଶୁଣୁନ, ଗୀତ ଗାଉଛନ୍ତି। ମନ୍ତ୍ରମୁଗ୍ଧ ଭଳି ସ୍ଥିର ହୋଇ ରହିଗଲେ ଅମ୍ବୁଜ। ସେ ଗୁଣୁଗୁଣୁ ସ୍ୱରରେ ଗୀତ ଗାଉଛନ୍ତି, ଅସ୍ପଷ୍ଟ ହେଲେ ମଧ୍ୟ ଖୁବ୍ ମଧୁର ଆଉ ମର୍ମସ୍ପର୍ଶୀ। ଗୋଟାଏ ଆବେଗରେ ସେ ଅରୁଣିମାକୁ ଆୟା ହାତରୁ ନେଇ ଚନ୍ଦ୍ରମୁଖୀଙ୍କର କୋଳରେ ଦେଇଦେଲେ। ତେବେ ମଧ୍ୟ ଅଛିଣ୍ଡା ସ୍ୱର ଧରି କାନ୍ଦୁଛି ଅରୁଣିମା। ଚନ୍ଦ୍ରମୁଖୀ ତାକୁ ଥାପୁଡ଼େଇ ବୋଧ ଦେଉ ଦେଉ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ, କାନ୍ଦନା ଅନୁରାଗ, ମୁଁ ତ ତୋରି ପାଖରେ ଅଛି। ମୁଁ ଗୀତ ଗାଇ ତୋତେ ଶୋଇ ପକାଇବି। ତୁନି ହୁଅ ଅନୁରାଗ। ଅନୁରାଗ ନୁହେଁ, ଅରୁଣିମା, ଅମ୍ବୁଜ ମଧୁର ସ୍ୱରରେ କହିଲେ। ଚନ୍ଦ୍ରମୁଖୀଙ୍କର ମୁହଁରେ ଅନୁରାଗ ନାମଟି ତାଙ୍କୁ ଭ୍ରମରେ ପକାଇଦେଲା। ସେ ଧରିନେଲେ ଚନ୍ଦ୍ରମୁଖୀ ଅରୁଣିମା ନାମଟିକୁ ଭୁଲବଶତଃ ଅନୁରାଗ ଶୁଣିଛନ୍ତି। ଚନ୍ଦ୍ରମୁଖୀ ଚମକି ଉଠି ପ୍ରଶ୍ନ କଲେ, ଅରୁଣିମା? ହଁ, ଅରୁଣିମା ମୋର ଝିଅ। ଅମ୍ବୁଜ ଗଦଗଦ କଣ୍ଠରେ କହିଲେ। ତାଙ୍କର ଝିଅ ହିଁ ଚନ୍ଦ୍ରମୁଖୀଙ୍କର ପାଷାଣ ବୁକୁରେ ମାତୃତ୍ୱର ବନ୍ୟା ଆଣିଛି। ନୀରବ କଣ୍ଠରେ ସଙ୍ଗୀତର ସୁର ଭରିଛି। ମୌନ ଓଠରେ କଥା କୁହାଇଛି। ଡାକ୍ତରଙ୍କର ଅକ୍ଲାନ୍ତ ଚେଷ୍ଟା ଯାହା ସମ୍ଭବ କରିପାରି ନାହିଁ, ଅରୁଣିମା ତାହା ସମ୍ଭବ କରିଛି। ଏ ତ କମ୍ ବଡ଼ ଆନନ୍ଦର କଥା ନୁହେଁ। ଚନ୍ଦ୍ରମୁଖୀ ଅବୁଝା ଦୃଷ୍ଟିରେ ଚାହିଁ ରହିଲେ ଅରୁଣିମାକୁ। ତାଙ୍କ ଆଖିରେ ପଲକ ପଡ଼ୁନାହିଁ। ଅମ୍ବୁଜ ରେକର୍ଡ ପ୍ଲେୟାର ଭଳି କହିଚାଲିଛନ୍ତି, ଆପଣ ଆସୁଥିଲେ ଟ୍ରେନ୍ରେ ଏକା ଏକା। ମୁଁ ଆପଣଙ୍କର ଅଭିଭାବକ ପାଲଟିଗଲି। ଆପଣଙ୍କର ସୁରକ୍ଷାର ଦାୟିତ୍ୱ ନେଲି। ତାପରେ ଦ୍ରୁତଗାମୀ ଟ୍ରେନ୍ରେ ବାଥରୁମ୍ ଖୋଲି ବାହାରି ଆସୁ ଆସୁ ଆପଣ ଚେତା ହରାଇ ପଡ଼ିଲେ। ସେଦିନଠାରୁ ଆପଣ ଚିକିତ୍ସାଧୀନ। ଡାକ୍ତରଙ୍କଠାରୁ ମୁଁ ଆପଣଙ୍କୁ ଘରକୁ ନେଇ ଆସିଲି। ଏଇ ମୋର ଘର। ମୋର ଏଇ ଏକମାତ୍ର ଝିଅ ଅରୁଣିମା ଆଜି ପ୍ରଥମ ଥର ପାଇଁ ଆପଣଙ୍କ ଘରକୁ ପଶି ଆସିଥିଲା। ଏବେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ, ସ୍ୱାଭାବିକ। ଚନ୍ଦ୍ରମୁଖୀ ବ୍ୟସ୍ତ ହୋଇ ଉଠି ପଡ଼ିଲେ। ବିବ୍ରତ ସ୍ୱରରେ କହିଲେ, ମୁଁ ଯିବି। କେଉଁଠିକୁ? ଘରକୁ। ଠିକଣା ମନେ ଅଛି? ଘର ଠିକଣା କିଏ ଭୁଲେ? ଏତେ ଦିନ ତ ଭୁଲି ଯାଇଥିଲେ। କେତେ ଦିନ? ଏଇ ଦେଖନ୍ତୁ କ୍ୟାଲେଣ୍ଡରକୁ। ହିସାବ କରି କହନ୍ତୁ ତ ଦେଖି, ଘର ଛାଡ଼ି ଆସିବାର ଆପଣଙ୍କର କେତେ ଦିନ ହେଲା? ଅମ୍ବୁଜ ଚନ୍ଦ୍ରମୁଖୀଙ୍କର ସ୍ୱାଭାବିକତା ବିଷୟରେ ନିଃସନ୍ଦେହ ହେବା ପାଇଁ ଚତୁରତାର ସହ ପ୍ରଶ୍ନ କଲେ। ଚନ୍ଦ୍ରମୁଖୀ କ୍ୟାଲେଣ୍ଡର ପୃଷ୍ଠାକୁ ଚାହିଁଲେ। କ୍ୟାଲେଣ୍ଡରରେ ଅନେକ ପୃଷ୍ଠା ବଦଳି ଯାଇଛି ଭିତରେ। ଜୁଲାଇ ମାସରେ ସେ ଘର ଛାଡ଼ିଥିଲେ। ତାଙ୍କ ସାମ୍ନାରେ କ୍ୟାଲେଣ୍ଡରର ଶେଷ ପୃଷ୍ଠା ପବନରେ ନାଚି ନୁଚି ଉଠୁଛି। ଏହାପରେ ଆଉ କ୍ୟାଲେଣ୍ଡର ପୃଷ୍ଠା ବଦଳି ନାହିଁ। ଏ କ୍ୟାଲେଣ୍ଡରର ଅବଶିଷ୍ଟ ଦିନଗୁଡ଼ାକ ପାଇଁ ଅନାବଶ୍ୟକ ହୋଇଯିବ। ତାର ସ୍ଥାନ ଅଳିଆ ଗଦାରେ। ପ୍ରତିଟି ତାରିଖରେ ନୂତନ ସମ୍ଭାବନାର ଆଗାମୀ ସ୍ୱପ୍ନ ନେଇ ନୂଆ କ୍ୟାଲେଣ୍ଡର ସ୍ଥାନ ପାଇବ। ଏଇ କାନ୍ଥରେ, ଠିକ୍ ଏଇ ସ୍ଥାନରେ, ବର୍ଷ, ମାସ, ତାରିଖ ଘୋଷଣା କରି। এই ପୁରାତନ ପୃଥିବୀରେ କେତେ ସହଜରେ ହଜିଯାଏ ପୁରୁଣା ଦିନଗୁଡ଼ା। କେତେ ସ୍ୱାଭାବିକ ଭାବରେ ନୂତନ ନିଜର ଅବସ୍ଥାନ ସୁଦୃଢ଼ କରିନିଏ। ଚନ୍ଦ୍ରମୁଖୀ ବାଉଳା ସ୍ୱରରେ କହିଲେ, 6 ମାସ ଆପଣ ମୋତେ ଏତେ ଦିନ ଧରି ଏଠି ଅଟକାଇ ରଖିଛନ୍ତି କାହିଁକି? ଅମ୍ବୁଜ ଗୋଟି ଗୋଟି କରି ସବୁ କଥା ବର୍ଣ୍ଣନା କରିଲେ। ସମ୍ବାଦଟି ସାଇତି ରଖିଥିଲେ ଦେଖାଇଲେ। ଚନ୍ଦ୍ରମୁଖୀ ଭାବୁଥିଲେ, ପୁରୁଣା କ୍ୟାଲେଣ୍ଡର ପୃଷ୍ଠା ଭଳି କେତେ କଥା ବଦଳି ଯାଇଥିବ ଏଇ 6 ମାସ ଭିତରେ। ଆଦିତ୍ୟ ପତ୍ନୀ ଶୋକରେ କି ଅବସ୍ଥାରେ ଥିବେ। ହୁଏତ ତାଙ୍କର ମସ୍ତିଷ୍କ ବିକୃତ ହୋଇଥିବ, କିମ୍ବା ନା, ଆଉ ଆଗକୁ କୌଣସି ଅଶୁଭ କଥା ସେ ଚିନ୍ତା କରି ହେଉନାହିଁ। ବରଂ ସେ ତାଙ୍କୁ ଭୁଲି ଯାଆନ୍ତୁ, ନିଜକୁ ବୁଝାଇ ନେଇଥାନ୍ତୁ, କିନ୍ତୁ ସୁସ୍ଥ ଶରୀର ମନରେ ଥାନ୍ତୁ। ଚପଳ ପରିହାସର 6 ଦିନ ପାଇଁ ଘରୁ ବାହାରି ଆସିଥିଲେ ଚନ୍ଦ୍ରମୁଖୀ। ଏ ଭିତରେ 6 ମାସ ଗତ ହୋଇଯିବ ବୋଲି ସେ ତ କେବେ କଳ୍ପନା କରିନଥିଲେ। ଅନନ୍ୟଭରା କଣ୍ଠରେ ଚନ୍ଦ୍ରମୁଖୀ କହିଲେ, ଅମ୍ବୁଜ, ଆପଣଙ୍କର ଋଣ ମୁଁ ଏ ଜନ୍ମରେ ଶୁଝି ପାରିବିନି। ସେଦିନ ଭାଗ୍ୟକୁ ଆପଣ ପାଖରେ ନଥିଲେ ମୋର ଅବସ୍ଥା କ'ଣ ହୋଇଥାନ୍ତା ଭାବି ହେଉନାହିଁ। ମୋ ପାଇଁ ଆପଣ ଅନେକ ଖର୍ଚ୍ଚାନ୍ତ କଲେଣି। ଦୟାକରି ଆଉ କିଛି ଟଙ୍କା ଖର୍ଚ୍ଚ କରି ମୋ ପାଇଁ ଘର ପର୍ଯ୍ୟନ୍ତ ଗୋଟିଏ ଟିକେଟ୍ କାଟି ଦିଅନ୍ତୁ। ପହଞ୍ଚିବା ମାତ୍ରେ ମୁଁ ଆପଣଙ୍କ ସବୁ ଟଙ୍କା ପଠାଇଦେବି। ଅମ୍ବୁଜ ସ୍ଥିର କଣ୍ଠରେ କହିଲା, ଟଙ୍କା ଫେରାଇବା ଦାୟିତ୍ୱ ଆପଣଙ୍କର ନୁହେଁ, ସେ ଦାୟିତ୍ୱ ଆପଣଙ୍କ ବାପାଙ୍କର। ଔଷଧ ଏବଂ ସବୁ ଖର୍ଚ୍ଚର ହିସାବ ମୋ ପାଖରେ ଅଛି। ଆପଣଙ୍କୁ ସାଙ୍ଗରେ ନେଇ ମୋ ବାପାଙ୍କର ଜିମା କରିଦେଇ ଆସିବି ଏବଂ ମୋର ପ୍ରାପ୍ୟ ତାଙ୍କଠାରୁ ମାଗି ଆଣିବି। ବ୍ୟସ୍ତ ହୋଇପଡ଼ି ଚନ୍ଦ୍ରମୁଖୀ କହିଲେ, ନା ନା, ଆପଣ ଅଯଥାରେ କଷ୍ଟ କରି ମୋତେ ଛାଡ଼ି ଆସିବା ଦରକାର ନାହିଁ। ମୋର କିଛି ଅସୁବିଧା ହେବ ନାହିଁ। ଅମ୍ବୁଜ ହସିଦେଇ କହିଲେ, ଆପଣଙ୍କ ଭଳି ଝିଅ ବିନା ଅଭିଭାବକରେ ଘରୁ ଗୋଡ଼ କାଢ଼ିବା ଉଚିତ ନୁହେଁ। ଏଣିକି ଏତିକି କଥା ଆପଣଙ୍କର ବାପା ମା ଜାଣିପାରନ୍ତି ନାହିଁ କେମିତି?
ତାହା ହିଁ ଆଶ୍ଚର୍ଯ୍ୟର ବିଷୟ। ବରଂ ମୁଁ ଗଲେ ବାପାଙ୍କୁ କଥାଟା ବୁଝାଇଦେବି। ବାପା ଆପଣଙ୍କର ବୁଝିବା ଉଚିତ ଯେ ଆପଣଙ୍କ ଭଳି ଝିଅକୁ ଏକା ଏକା ଏତେ ଦୂରରେ ରଖି ପାଠ ପଢ଼ାଇବା ଅପେକ୍ଷା ଖୁବ୍ ଶୀଘ୍ର ବିବାହ କରିଦେବା ଉଚିତ। ଏତେ ବଡ଼ ଝିଅର ଅଭିଭାବକ ସ୍ୱାମୀ ବ୍ୟତୀତ ଅନ୍ୟ କିଏ ହୋଇପାରେ? ଅମ୍ବୁଜାଙ୍କର କଥା ଶୁଣି ଚନ୍ଦ୍ରମୁଖୀଙ୍କର ମୁହଁ ଫିକା ପଡ଼ିଗଲା। ସେ ବିଚଳିତ କଣ୍ଠରେ କହିଲେ, ଦେଖନ୍ତୁ, ଆପଣ ମୋର ଅଭିଭାବକ ହୋଇ ଆମ ଘରେ ପହଞ୍ଚିବା କଥାଟାକୁ ଅନ୍ୟମାନେ ସହଜ ଭାବରେ ଗ୍ରହଣ କରିବେ ନାହିଁ। ଆପଣ ମୋର ଭଲ ପାଇଁ ଯାହା ଚାହୁଁଛନ୍ତି ସେଥିରେ ମୁଁ ବରଂ ବେଶୀ କ୍ଷତିଗ୍ରସ୍ତ ହେବି। ବରଂ ମୁଁ ଏକା ଏକା ଚାଲିଯିବି। ଟଙ୍କାଟା ମୁଁ ପଠାଇଦେବି ବୋଲି ଆପଣଙ୍କର ଅବଶ୍ୟ ବିଶ୍ୱାସ ହେଉନାହିଁ। ନ ହେବା ମଧ୍ୟ ସ୍ୱାଭାବିକ। କିନ୍ତୁ ମୁଁ ଏଇ ମୁଦିଟି ବ୍ୟତୀତ ମୋ ପାଖରେ ଆଉ ସେମିତି କିଛି ନାହିଁ ମୂଲ୍ୟବାନ ଜିନିଷ। ସେତିକିରେ ବା ଆପଣଙ୍କର ଦେହ ଶୁଝି ହେବ କିପରି? ଅମ୍ବୁଜ ଗମ୍ଭୀର ହେଲେ, ଆହତ ହେଲେ। ଉଦାସ କଳାରେ କହିଲେ, ମୁଁ ବ୍ୟବସାୟୀ ଲୋକ। କଡ଼ା କ୍ରାନ୍ତି ହିସାବ କରି ଋଣ ଆଦାୟ କରିବା ମୋତେ ଜଣା ଅଛି। କିନ୍ତୁ ମଣିଷ ମଣିଷ ଭିତରେ ସମ୍ପର୍କ ସବୁବେଳେ ବ୍ୟବସାୟ ରୀତିରେ ଚଳେ ନାହିଁ। ଟଙ୍କା ଫେରି ଆସିବାର ଆଶା ରଖି ମୁଁ ଆପଣଙ୍କର ଚିକିତ୍ସା ଦାୟିତ୍ୱ ନେଇନି। ଆପଣ ଭଲ ହୋଇଯାଇଛନ୍ତି, ନିଜ ଘରକୁ ଫେରି ଯାଉଛନ୍ତି, ସେତିକିରେ ମୁଁ ମୋର ଟଙ୍କା ଫେରି ପାଇଛି। ଏଣିକି ଆପଣଙ୍କର ବାପା ଟଙ୍କା ପଠାଇଦେଲେ ମୁଁ ନାହିଁ କରିବି ନାହିଁ। ନ ପଠାଇଲେ ଆପଣଙ୍କୁ ଋଣଗ୍ରସ୍ତ ବୋଲି ଭାବିବି ନାହିଁ। ଚନ୍ଦ୍ରମୁଖୀ କୃତଜ୍ଞତା ଭାରରେ ନଇଁ ପଡ଼ୁ ପଡ଼ୁ କହିଲେ, ଆପଣଙ୍କର ଋଣ ଏ ଜନ୍ମରେ ଶୁଝିବାର ନୁହେଁ। ଆପଣ ଚିରଦିନ ମନେ ରହିଲେ। କିନ୍ତୁ ଟଙ୍କାଟା ଆପଣ ଠିକ୍ ସମୟରେ ପାଇଯିବେ। ସେ ବିଷୟରେ ନିଶ୍ଚିନ୍ତ ରୁହନ୍ତୁ। ମୁଁ ଘରେ ପହଞ୍ଚି ଠିକଣା ଜଣାଇବି। ବାପା ଘର ବଦଳାଇ ବୋଲି କହୁଥିଲେ। ଏ ଭିତରେ କ'ଣ ହେଇଛି ମୋତେ ଜଣା ନାହିଁ। କେବେ ଓଡ଼ିଶା ଆସିଲେ ଆପଣ ନିଶ୍ଚୟ ଆମ ଘରେ ଓହ୍ଲାଇବେ। କଥା ଦିଅନ୍ତୁ। ଅମ୍ବୁଜ ନୀରବରେ ସମ୍ମତି ଜଣାଇଲେ। ଚନ୍ଦ୍ରମୁଖୀ ଜାଣି ଜାଣି ଆଦିତ୍ୟଙ୍କର ଠିକଣା ଜଣାଇଲେ ନାହିଁ। ଜଣେ ବିବାହିତା ନାରୀର ଏଭଳି ଦାୟିତ୍ୱହୀନ କାଣ୍ଡ କାରଖାନାକୁ କ'ଣ ମନେ କରିବେ ଅମ୍ବୁଜ? ବରଂ ଆଦିତ୍ୟଙ୍କ ସହ ହଠାତ୍ ଆସି ଆଗ୍ରାରେ ପହଞ୍ଚିଯିବେ ଓ ଅମ୍ବୁଜଙ୍କର ଟଙ୍କା ଶୁଝିଦେବେ। ସାଙ୍ଗେ ତାଙ୍କୁ ଅବାକ୍ କରିଦେବେ ଯେ ସେ କେବଳ ବିବାହିତ ନୁହନ୍ତି, ସେ ଜନନୀ ମଧ୍ୟ। ଚନ୍ଦ୍ରମୁଖୀ ବିଦାୟ ନେଇଯିବା ପୂର୍ବରୁ ଅମ୍ବୁଜ ତାଙ୍କ ହାତରେ ଔଷଧ ଏବଂ ଡାକ୍ତରଙ୍କ ଫିସ୍ ବାବଦ ଖର୍ଚ୍ଚର ହିସାବ ଧରାଇ ଦେଇ କହିଲେ, ଏ ଟଙ୍କା ସଙ୍ଗେ ସଙ୍ଗେ ଆପଣ ପଠାଇବା ଆବଶ୍ୟକ ନାହିଁ। ମୁଁ କେବେ ଓଡ଼ିଶା ଗଲେ ସୁବିଧା ଦେଖି ମାଗି ଆଣିବି। କେବଳ ପହଞ୍ଚିବା ମାତ୍ରେ ଆପଣଙ୍କର କୁଶଳ ସମ୍ବାଦ ଜଣାଇବେ। ସେଇ କେତେଟା ଦିନ ଆପଣ ସିନା କିଛି ଜାଣିପାରିନାହାନ୍ତି। ଆମେ ସବୁ ଆପଣଙ୍କ ପାଖେ ରହି ଆପଣଙ୍କୁ ଜଣେ ଆତ୍ମୀୟ ଭାବେ ଗ୍ରହଣ କରି ନେଇଛୁ। ଏତେ ଗୁଡ଼ାଏ କୃତଜ୍ଞତା ଚନ୍ଦ୍ରମୁଖୀ ଭାଷାରେ ପ୍ରକାଶ କରିପାରିଲେ ନାହିଁ। ବିଦାୟ ନେଇଯିବା ପୂର୍ବରୁ ଅରୁଣିମାକୁ ଆଉ ଥରେ କୋଳକୁ ନେଲେ ଚନ୍ଦ୍ରମୁଖୀ। ସକାଳର ଫୁଲଟି ଭଳି ସୁନ୍ଦର ଛନଛନ ଝିଅଟି ଅରୁଣିମା। ଆପଣାର କରିନେବା ପାଇଁ ମନରେ ଲୋଭ ହୁଏ। ଶେଷ ମୁହୂର୍ତ୍ତରେ ଅରୁନ୍ଧତୀଙ୍କ ସହ ପରିଚୟ କରାଇଦେଲେ ଅମ୍ବୁଜ। ଧୀର, ନମ୍ର, ସୁନ୍ଦରୀ ତରୁଣୀ ଅରୁନ୍ଧତୀ ଅମ୍ବୁଜଙ୍କର ଉପଯୁକ୍ତ ଯୋଡ଼ି। ବାପା ମା ଉଭୟଙ୍କର ରୂପ ବଳି ପଡ଼ିଛି ଅରୁଣିମାର ସୌନ୍ଦର୍ଯ୍ୟ। ଅରୁଣିମାକୁ କାଖେଇ ଠିଆ ହୋଇଛନ୍ତି ଅମ୍ବୁଜ। ଅରୁନ୍ଧତୀ ପାଖରେ ଠିଆ ହୋଇ ଅଳ୍ପ ଅଳ୍ପ ହସୁଛନ୍ତି। ଶାନ୍ତ ଭାବରେ କହୁଛନ୍ତି, ଆଉ ଥରେ ବାପା ମାଙ୍କୁ ସାଙ୍ଗରେ ଧରି ଆସିବେ। ଆଗ୍ରାରେ କିଛି ଦିନ ରହି ବୁଲାବୁଲି କରିଯିବେ। ଚନ୍ଦ୍ରମୁଖୀ ସଲ୍ଲଜ ଭାବରେ କହିଲେ, ଅନେକ ଦିନ ତ ରହିଲେଣି। ବରଂ ଆପଣମାନେ ଓଡ଼ିଶା ଆସନ୍ତୁ। ଆମର ଅତିଥି ହେଲେ ବହୁତ ଖୁସି ହେବି। ଅରୁନ୍ଧତୀ ମିଠା ସ୍ୱରରେ କହିଲେ, ଏଥର ଆପଣ ରହିବା ନ ରହିବା ସମାନ। ଏଇ ତ କାଲି ମାତ୍ର କଥା କହିଲେ ଆଜି ଚାଲି ଯାଉଛନ୍ତି। ଆପଣଙ୍କ ଚିକିତ୍ସାରେ କାଳେ କିଛି ଅସୁବିଧା ହେବ ବୋଲି ଇଏ ମୋତେ ଥରଟିଏ ବି ଆପଣଙ୍କ ସାମ୍ନାକୁ ଛାଡ଼ି ନାହାନ୍ତି। ଦୂରରୁ ଥାଇ ମୁଁ ଯାହା ଆପଣଙ୍କୁ ଦେଖିଛି, ପିଲାଟାକୁ ମୋତେ ଛାଡ଼ି ଦିଅନ୍ତି ନାହିଁ କେବେ। କାଲି ଅକସ୍ମାତ୍ କେମିତି ଚାଲିଗଲା କେଜାଣି? ଅମ୍ବୁଜ ହସି ହସି କହିଲେ, ପିଲାଟା ଖୁବ୍ ଅବାଧ୍ୟ ହେଉଛି। କିନ୍ତୁ ଆଉ କିଛି ଦିନ ଆଗରୁ ଯଦି ଅବାଧ୍ୟପଣିଆ କରି ଆପଣଙ୍କ ପାଖକୁ ଚାଲି ଯାଇଥାନ୍ତା, ଆପଣ ବରଂ ଆହୁରି ଶୀଘ୍ର ସୁସ୍ଥ ହୋଇ ଉଠିଥାନ୍ତେ। ମନେ ହେଉଛି ଆପଣ ପିଲାମାନଙ୍କୁ ଖୁବ୍ ସ୍ନେହ କରନ୍ତି। ଆପଣ ମା ନ ହୋଇ ମଧ୍ୟ ଆପଣଙ୍କ ହୃଦୟରେ ଯେତିକି ବାତ୍ସଲ୍ୟ ରହିଛି, ଅରୁନ୍ଧତୀ ମା ହୋଇ ମଧ୍ୟ ତା ହୃଦୟରେ ସେତିକି ବାତ୍ସଲ୍ୟ ନାହିଁ। ଏବେ ମଧ୍ୟ ସେ ନିଜକୁ ଅବିବାହିତା ଝିଅଟିଏ ବୋଲି ମନେ କରନ୍ତି। ଅରୁନ୍ଧତୀ ସହଜ ଭାବରେ କହିଲେ, ସତ କଥା, ପିଲାମାନଙ୍କର ଜଞ୍ଜାଳ ମୋତେ ଆଦୌ ଭଲ ଲାଗେ ନାହିଁ। ବାପା ମାଙ୍କର ଏକମାତ୍ର ସନ୍ତାନ ହେଇଥିଲି। ଛୋଟ ଭାଇ ଭଉଣୀଟିଏ ମଧ୍ୟ ନଥିଲା ସ୍ନେହ ସୋରାଗ କରିବା ପାଇଁ। ସ୍ନେହ ଆଦରର ପ୍ରାବଲ୍ୟ ଭିତରେ ମୁଁ କେବଳ ଅଧିକରୁ ଅଧିକ ସ୍ନେହ ଆଦର ଦାବି କରି ଆସିଛି। ସ୍ନେହ ଦାନ କରିବା ମୋତେ ଜଣା ନାହିଁ। ଚନ୍ଦ୍ରମୁଖୀ ମନେ ମନେ ଭାବିଲେ, ଅରୁଣିମା ନୁହେଁ, ତାଙ୍କ ହୃଦୟର ଧନ ଅନୁରାଗ ହିଁ ତାଙ୍କର ମୌନତା ଭଙ୍ଗ କରିଦେଇଛି। ଅରୁଣିମା ଅନୁରାଗର ସ୍ମୃତିକୁ ତାଙ୍କ ଭିତରେ ଫେରାଇ ଆଣିଛି ମାତ୍ର। ସେ କଥା କେମିତି ବୁଝିବେ ଅମ୍ବୁଜ? ଯେଉଁଦିନ ବୁଝିଯିବେ ସେ ବାବାକ୍ ହୋଇ ରହିଯିବେ।
ଭ୍ୟାନିଟି ବ୍ୟାଗ୍ରୁ ଛୋଟ ଆଇନାଟିଏ କାଢ଼ି ନଜକୁ ଥରେ ଆଇନା ଭିତରେ ଦେଖିଦେଲେ ଚନ୍ଦ୍ରମୁଖୀ। ଅନେକ ଦିନ ପରେ ସେ ନିଜକୁ ନିଜେ ଦେଖୁଛନ୍ତି। ଆଦିତ୍ୟଙ୍କ ସାମ୍ନାକୁ ଅନେକ ଦିନ ପରେ ଯିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିନେବାକୁ ହେବ। କିନ୍ତୁ ସେ ଯେ ନିଜକୁ ନିଜେ ଚିହ୍ନି ପାରୁନାହାନ୍ତି। ଚିବୁକର ସେଇ ଗାଢ଼ ତିଳ ଚିହ୍ନଟା ଯାହା ତାଙ୍କ ମୁଖର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରିଦିଏ ବୋଲି ଆଦିତ୍ୟ ମନ୍ତବ୍ୟ କରନ୍ତି, ଅପରେସନ୍ ଫଳରେ ସେଇଟା ନିଶ୍ଚିହ୍ନ ହୋଇଯାଇଛି। କପାଳରେ ଦୀର୍ଘ ଏକ କ୍ଷତ ଚିହ୍ନ। ସେ ଯେମିତି ଆଉ ଏକ ଚନ୍ଦ୍ରମୁଖୀ। ଆଦିତ୍ୟ ତାଙ୍କର ଦୁର୍ଦ୍ଦଶା କଥା ଶୁଣି ଦୁଃଖ କରିବେ। ତାଙ୍କ ପାଇଁ ସବୁଠାରୁ ବଡ଼ ଦୁଃଖର ବିଷୟ ହେବ ଚନ୍ଦ୍ରମୁଖୀ ଚିବୁକର ସେଇ ତିଳ ଚିହ୍ନର ଅନୁପସ୍ଥିତି। ବେଳେବେଳେ ଆଦିତ୍ୟ ରସିକତା କରି କହନ୍ତି, ତମ ଚିବୁକର ସେଇ ତିଳ ଚିହ୍ନଟି ପ୍ରତି ମୋର ପ୍ରଥମ ଦେଖାରୁ ହିଁ ଗୋଟାଏ ଦୁର୍ବଳତା ଆସିଯାଇଥିଲା। ସେ ତିଳ ଚିହ୍ନଟି ପାଇଁ ତମକୁ ବିବାହ କରିବାକୁ ମୁଁ ସମ୍ମତି ଦେଇଥିଲି କହିଲେ ଚଳେ। ଚନ୍ଦ୍ରମୁଖୀ ଅଭିମାନରେ ମୁହଁ ଫୁଲାଇ କହନ୍ତି, ତେବେ କୌଣସି କାରଣରୁ ଏ ତିଳ ଚିହ୍ନ ଯଦି ମୋ ମୁହଁରୁ ଲିଭିଯାଏ, ତେବେ ମୁଁ ବୋଧହୁଏ ତମ ପାଖରେ ଅଦରକାରୀ ହୋଇଯିବି। ପୁଣି କେଉଁ ନବୀନା ତରୁଣୀ ତିଳ ଚିହ୍ନଟାକୁ ତମେ ଦେଖିଦେଇ ତାକୁ ଖୋଜି ବୁଲିବ। ହସି ହସି ଚନ୍ଦ୍ରମୁଖୀଙ୍କର ଚିବୁକର ତିଳ ଚିହ୍ନଟାକୁ ଛୁଇଁ ଦେଇ ଆଦିତ୍ୟ କହନ୍ତି, ଆମେ ଦୁହେଁ ଯେମିତି ଅବିଚ୍ଛିନ୍ନ ଅଭିନ୍ନ, ତମ ଚିବୁକର ତିଳ ଚିହ୍ନ ସେମିତି ତମ ସହ ଅବିଚ୍ଛିନ୍ନ। ଆଜି କ'ଣ ଆଦିତ୍ୟ ସେ ଚିହ୍ନଟା ପାଇଁ ତାଙ୍କୁ ଅନାଦର କରିବେ? ନା, ଆଦିତ୍ୟ ସେଭଳି ହୃଦୟହୀନ ନୁହନ୍ତି। ଗୋଟାଏ ଦାରୁଣ ଦୁର୍ଘଟଣାରୁ ତା ଶରୀରରେ କୌଣସି ଅଂଶ ଯଦି ଆଦିତ୍ୟ ପାଆନ୍ତି, ତେବେ ସେଇ ଛିନ୍ନାଂଶ ହିଁ ଆଦିତ୍ୟଙ୍କ ପାଇଁ ସବୁକିଛି। ଆଦିତ୍ୟଙ୍କୁ ସେ ଜାଣନ୍ତି। ନିଜ ବସାଘର ଦ୍ୱାରରେ ମୁହଁରେ ରିକ୍ସାରୁ ଓହ୍ଲାଇବା ପର୍ଯ୍ୟନ୍ତ ଚନ୍ଦ୍ରମୁଖୀ ନିଜ କଥା ନୁହେଁ, ଆଦିତ୍ୟଙ୍କର କଥା ହିଁ ଭାବୁଥିଲେ। ଆଦିତ୍ୟ ଯଦି ତାଙ୍କୁ ଅଶରୀରୀ ମନେକରି ଭୟର ଚିତ୍କାର କରିବେ, ତେବେ ଖୁବ୍ ମଜା ହେବ। ଆଦିତ୍ୟଙ୍କୁ ନିଜର ସ୍ପର୍ଶାନୁଭୂତି ଦେଇ ସେ ବୁଝାଇ ଦେବେ ଯେ ଚନ୍ଦ୍ରମୁଖୀ ଅଶରୀରୀ ଆତ୍ମା ନୁହନ୍ତି, ତାଙ୍କର ପ୍ରିୟତମା ପତ୍ନୀ। ତାପରେ ଆଦିତ୍ୟ ଖୁବ୍ ଲଜ୍ଜା ପାଇଯିବେ। ତାଙ୍କର ଏଭଳି ଆଚରଣ ପାଇଁ ଅଭିନବ କୈଫିୟତ ସବୁ କାଢ଼ି ବସିବେ। ଆଭା ଯଦି ଏକା ଘରେ ଥାଏ, ତେବେ ତାଙ୍କୁ ଦେଖିବା ମାତ୍ରେ ସେ ଚେତାଶୂନ୍ୟ ହୋଇପଡ଼ିଯିବ। ପ୍ରତ୍ୟକ୍ଷ ଦିବାଲୋକରେ ମଧ୍ୟ ଭୂତ ପ୍ରେତ ଭୟ ତା ପଛରେ ଲାଗି ରହିଥାଏ। ଭାଇ ଭଉଣୀ ଦୁହେଁ ଆଜି କିନ୍ତୁ ଆକାଶରୁ ଖସି ପଡ଼ିବା ପରି ଅବାକ୍ ହୋଇ ରହିଯିବେ। ମନେ ମନେ ଆମୋଦିତ ହେଇ ଉଠୁ ଉଠୁ ଚନ୍ଦ୍ରମୁଖୀ ନିଜ ଘରର ଦ୍ୱାରରେ ମୃଦୁ କରାଘାତ କଲେ। ଦ୍ୱାର ଖୋଲିଲେ ଜଣେ ସୁନ୍ଦର ପୁରୁଷ। ଚନ୍ଦ୍ରମୁଖୀ ପ୍ରଶ୍ନଳ ଦୃଷ୍ଟିରେ ତାଙ୍କୁ ଚାହିଁ ରହି ପ୍ରଶ୍ନ କଲେ, ଆପଣ? ମୁଁ ମିଷ୍ଟର ମହାନ୍ତି। ତାଙ୍କ ଉତ୍ତରକୁ ଅପେକ୍ଷା ନ କରି ପରମ ଆଶ୍ୱସ୍ତ ଭଙ୍ଗୀରେ ଘର ଭିତରକୁ ଯାଉ ଯାଉ ଚନ୍ଦ୍ରମୁଖୀ କହିଲେ, ମିଷ୍ଟର ମହାପାତ୍ରଙ୍କ ପାଖରେ କିଛି କାମ ଥିଲା। ସେ ଘରେ ଅଛନ୍ତି ତ? ଆପଣ ଆଦିତ୍ୟ ମହାପାତ୍ରଙ୍କ କଥା କହୁଛନ୍ତି? ହଁ, ମୁଁ ତାଙ୍କର ବୁଝିଲି, ଆପଣ ତାଙ୍କର କିଏ ଆତ୍ମୀୟା। କିନ୍ତୁ ସେ ତ ଏଠି ରହୁନାହାନ୍ତି, ଅନେକ ଦିନରୁ ଘର ଛାଡ଼ିଦେଲେଣି। ଆକାଶରୁ ଖସି ପଡ଼ିଲେ ଚନ୍ଦ୍ରମୁଖୀ। ଅବଶ କଣ୍ଠରେ କହିଲେ, ଘର ଛାଡ଼ିଦେଲେ କାହିଁକି? ଘର ଛାଡ଼ିଦେବା ତ କଥା ନଥିଲା। ଆପଣ ତେବେ କିଛି ଜାଣନ୍ତି ନାହିଁ। ତାଙ୍କ ସ୍ତ୍ରୀ ହଠାତ୍ ଦୁର୍ଘଟଣାରେ ମରିଯିବା ପରେ ହଠାତ୍ ଦୁର୍ଘଟଣା ମରିଗଲେ ତାଙ୍କର ସ୍ତ୍ରୀ? ଏକଥା ଆପଣଙ୍କୁ କିଏ କହିଲା? ଚନ୍ଦ୍ରମୁଖୀ ଦୁର୍ବଳ ଅବଶ ଭଙ୍ଗୀରେ ସୋଫାରେ ବସି ପଡ଼ିଲେ। ଭଦ୍ରଲୋକ ଶାନ୍ତ ଭାବରେ କହିଲେ, ଆପଣ ନିଶ୍ଚୟ ଜର୍ଣ୍ଣି କରି ଆସିଛନ୍ତି। ଖୁବ୍ କ୍ଳାନ୍ତ ଜଣାପଡ଼ୁଛନ୍ତି। କପେ କଫି ପିଅନ୍ତୁ। ଆଦିତ୍ୟବାବୁଙ୍କ ସହ ଏଇ ଘର ନେବା ପୂର୍ବରୁ ମୋର ପରିଚୟ ହୋଇଯାଇଛି। ଅମାୟିକ ଭଦ୍ରଲୋକ। ଆପଣ ଯେତେବେଳେ ତାଙ୍କର ଆତ୍ମୀୟ, କପେ କଫି ନ ପିଇ ଛାଡ଼ିଦେବା ଖୁବ୍ ଅସୁନ୍ଦର ହେବ। ଚନ୍ଦ୍ରମୁଖୀ କିଛି ଉତ୍ତର ଦେଲେ ନାହିଁ। ସେ ଭୀଷଣ ଅନ୍ୟମନସ୍କ ହୋଇ ପଡ଼ିଲେ। ଭଦ୍ରଲୋକ ଚନ୍ଦ୍ରମୁଖୀଙ୍କ ସାମ୍ନାରେ ବସିପଡ଼ି ଆତ୍ମୀୟତାଭରା ସ୍ୱରରେ କହିଲେ, ଆପଣ କ'ଣ ଏ ଭିତରେ ତାଙ୍କର କିଛି ଖବର ରଖିନାହାନ୍ତି? ନା, ମୁଁ ବାହାରେ ଥିଲି। ଏଇମାତ୍ର ଓଡ଼ିଶା ଫେରୁଛି। ଏ ଭିତର କ'ଣ ଘଟିଯାଇଛି ମୋତେ ଜଣା ନାହିଁ। ଚନ୍ଦ୍ରମୁଖୀ ଚିନ୍ତାକୁଳ ସ୍ୱରରେ କହିଲେ। ଭଦ୍ରଲୋକ ଆଶ୍ୱାସନା ଭରା ଗଳାରେ କହିଲେ, ବ୍ୟସ୍ତ ହୋଇ ଲାଭ କ'ଣ? ଯାହା ହେବାକୁ ଥିଲା ହେଲା। ଅଦୃଷ୍ଟକୁ ଏଡ଼େଇ ତ ହେଇହେବନି। ତା ନହେଲେ ନଣନ୍ଦ ଭାଉଜ ଦୁହେଁ ହଠାତ୍ ରାତି ଅନ୍ଧାରରୁ ଉଠି ନଦୀରେ ବୁଡ଼ ପକାଇବାକୁ ମନ ବଳାଇଥାନ୍ତେ କାହିଁକି? ମରଣ ଡାକିଲା ଭଳି ନିଜେ ଆଦିତ୍ୟଙ୍କର ସ୍ତ୍ରୀ ବାଧ୍ୟ କରି ନଣନ୍ଦକୁ ନଦୀ ସ୍ନାନ ପାଇଁ ଟାଣିନେଲେ, ଅଥଚ ନିଜେ ଭାସିଗଲେ ବନ୍ୟା ସ୍ରୋତରେ। ନଣନ୍ଦ କାନ୍ଦି କାଟିକା ଘରକୁ ଫେରିଲେ। ତାପରେ ଆଉ କ'ଣ? ଆଦିତ୍ୟ ବିଚରା ପତ୍ନୀ ସୁଖରେ ଖୁବ୍ ଭାଙ୍ଗି ପଡ଼ିଲେ। ସେ ତ ସମ୍ପୂର୍ଣ୍ଣ ମୂକ ପାଲଟିଗଲେ କିଛି ଦିନ ପାଇଁ। ଯାହା କିଛି ତା ପରର ବ୍ୟବସ୍ଥା ତାଙ୍କର ଭଉଣୀ ଆଉ ଭିଣୋଇଙ୍କ ଚେଷ୍ଟାରେ ସୁରୁଖୁରୁରେ ହୋଇଗଲା। ଯାହା ହେଉ, ବିଚରା ଏତେ ବଡ଼ କ୍ଷତି ସହି ଗୋଟାଏ ଦିଗରୁ ଲାଭବାନ ହୋଇଗଲେ। ଚନ୍ଦ୍ରମୁଖୀଙ୍କର ଉଦ୍ଗତ ଅଶ୍ରୁ ହଠାତ୍ ବାଧା ପାଇ ଅଟକିଗଲା। ଚମକି ଉଠି ସେ ପ୍ରଶ୍ନ କଲେ, କେଉଁ ଦିଗରୁ ଲାଭବାନ ହେଲେ ଆଦିତ୍ୟ? ଭଦ୍ରଲୋକ ଆଗ୍ରହଭରା କଣ୍ଠରେ କହିଲେ, ଆଦିତ୍ୟଙ୍କର ସ୍ତ୍ରୀ ଖୁବ୍ ସୁଲକ୍ଷଣା ନାରୀ ଥିଲେ।
ମାତ୍ର କେତେ ଦିନର ଯୁଗ୍ମ ଜୀବନରେ ସେ ସ୍ୱାମୀଙ୍କୁ ଯେତିକି ସୁଖ ଦେଇଥିଲେ ତାଠାରୁ ବେଶୀ ସୁଖ ସମ୍ପଦ ଦେଇଗଲେ ମୃତ୍ୟୁପରେ। ଆଦିତ୍ୟଙ୍କର ଭାଗ୍ୟ ଭୋଜ ବାଜି ଭଳି ବଦଳିଗଲା ସ୍ତ୍ରୀଙ୍କ ମୃତ୍ୟୁ ପରେ। କେମିତି? ଚନ୍ଦ୍ରମୁଖୀଙ୍କର ଆଗ୍ରହ ସୀମାଲଙ୍ଘନ କରିଛି। ଭଦ୍ରଲୋକ କାହାଣୀ କହିଲା ଭଳି ବର୍ଣ୍ଣନା କଲେ। ଆଦିତ୍ୟ ବର୍ତ୍ତମାନ ଅଗାଧ ଅର୍ଥର ଅଧିକାରୀ। ଚାକିରି ଛାଡ଼ି ବଡ଼ ଧରଣର ବ୍ୟବସାୟ କରୁଛନ୍ତି। ଘରଟିଏ କିଣି ରହିଛନ୍ତି। ବିଚରା ସ୍ତ୍ରୀଙ୍କୁ ସେହିଭଳି ସୁଖ ସ୍ୱାଚ୍ଛନ୍ଦ୍ୟରେ ରଖିବେ ବୋଲି କେତେ ଆଶା କରିଥିଲେ। ପ୍ରତି ମାସରେ କୁଆଡ଼େ ଏକାଧିକ ଲଟେରୀ ଟିକେଟ୍ କିଣୁଥିଲେ। ସ୍ତ୍ରୀ କିନ୍ତୁ ତାଙ୍କୁ ସେହି ସୁଖ ସମ୍ପଦ ଦେଇଗଲେ ଚିରଦିନ ତାଙ୍କୁ ଝୁରି ହେବା ପାଇଁ, ତାଙ୍କ ଗୁଣକୀର୍ତ୍ତନ କରିବା ପାଇଁ। ଏବେ ସ୍ତ୍ରୀଙ୍କ ସ୍ମୃତି ରକ୍ଷା ପାଇଁ ମହିଳା କଲେଜକୁ ଗୁଡ଼ାଏ ଟଙ୍କା ଦାନ କରିଛନ୍ତି। ଚନ୍ଦ୍ରମୁଖୀଙ୍କର ହୃଦୟ ଭିତରେ ଥର ଥର କମ୍ପନ। ସେ କିଛି ବୁଝିପାରୁନାହାନ୍ତି। ଉପନ୍ୟାସର କାହାଣୀ ଭଳି ତାଙ୍କ ନିଜ ଜୀବନର କାହାଣୀ ରହସ୍ୟମୟ ହେଇ ଉଠୁଛି। ଭଦ୍ରଲୋକ ଧୀର କଣ୍ଠରେ ପୁଣି କଥା ଆରମ୍ଭ କଲେ। ଆପଣ ବୋଧହୁଏ କଥାଟା ଧରିପାରୁନାହାନ୍ତି। ପ୍ରକୃତରେ ସ୍ତ୍ରୀ ରାଶିରେ ସମ୍ପଦ ଲାଭ କ୍ୱଚିତ ଲୋକଙ୍କ ଭାଗ୍ୟରେ ଥାଏ। ସ୍ତ୍ରୀଙ୍କ ମୃତ୍ୟୁର ମାତ୍ର 3 ମାସ ପୂର୍ବରୁ ଗୋଟେ ବଡ଼ ଆକାରର ଜୀବନ ବୀମା କରିଥିଲେ ମିଷ୍ଟର ମହାପାତ୍ର। କହିବାକୁ ଗଲେ ସାହାଯ୍ୟ କରି ନିଜ କ୍ଷମତାଠାରୁ ଅଧିକ ପରିମାଣର କିସ୍ତି ଟଙ୍କା ଦେବାକୁ ପଡ଼ିଲା ଭଳି ଜୀବନ ବୀମା କରି ପକାଇଥିଲେ। ମାତ୍ର 3ଟି କିସ୍ତିର ଟଙ୍କା ଦେଇଛନ୍ତି। ସ୍ତ୍ରୀ ଅକସ୍ମାତ୍ ଚାଲିଗଲେ ଦୁର୍ଘଟଣାରେ। ତାପରେ ଆଦିତ୍ୟ ରାତାରାତି ଲକ୍ଷପତି। ସାରା ଜୀବନ ଖଟିଥିଲେ ବି ଏତେଗୁଡ଼ିଏ ଟଙ୍କା ଏକାବେଳେ ସେ ପାଇଥାନ୍ତେ କେଉଁଠୁ? ଅବଶ୍ୟ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁକୁ ଆତ୍ମହତ୍ୟା କିମ୍ବା ହତ୍ୟା ବୋଲି ଅନେକ ସନ୍ଦେହ କରୁଥିଲେ। କିନ୍ତୁ ସେଭଳି କିଛି ପ୍ରମାଣ ମିଳିଲା ନାହିଁ। ଆଦିତ୍ୟଙ୍କର ଭଉଣୀ ନିଜେ ତ ସାକ୍ଷୀ ଦେଲେ। ତା ଛଡ଼ା ଆଦିତ୍ୟଙ୍କ ସ୍ତ୍ରୀ ଆତ୍ମହତ୍ୟା କରନ୍ତି କାହିଁକି? ହତ୍ୟାର ପ୍ରଶ୍ନ ତ ଆଦୌ ଉଠୁନି। ଯାହା ହେଉ ବିଚରା ଭଦ୍ରଲୋକ ସ୍ତ୍ରୀଙ୍କୁ ହରାଇ ଲାଭବାନ ହୋଇଛନ୍ତି। ଚନ୍ଦ୍ରମୁଖୀ ଆଉ କିଛି ଶୁଣିପାରୁନାହାନ୍ତି। ତାଙ୍କ ଆଖିରେ ଆଦିତ୍ୟବିହୀନ ଏକ ଅନ୍ଧକାରମୟ ପୃଥିବୀ। ତାଙ୍କ ଜୀବନରୁ ଆଦିତ୍ୟ ଅସ୍ତମିତ ହୋଇଛନ୍ତି। ଆଉ ସେ ଆଦିତ୍ୟଙ୍କର ଆଲୋକରେ ଆଲୋକିତ ହେବେ ନାହିଁ। ତାଙ୍କର ମିଥ୍ୟା ପରିହାସ ସତ୍ୟରେ ପରିଣତ ହେଉଛି। ସେ ନୈରାଶ୍ୟର ଏକ ଗିରିଗ୍ରହକୁ ଖସି ପଡ଼ିଛନ୍ତି। ତାଙ୍କର ମୃତ୍ୟୁ ପ୍ରମାଣିତ ହୋଇଯାଇଛି। ସେ ଏବେ ଯିବେ କୁଆଡ଼େ? ଭଦ୍ରଲୋକ ଆଦିତ୍ୟଙ୍କର ନୂତନ ଘରର ଠିକଣାଟି ଲେଖି ଚନ୍ଦ୍ରମୁଖୀଙ୍କ ହାତକୁ ବଢ଼ାଇଦେଲେ। ଚନ୍ଦ୍ରମୁଖୀ ନିଃଶବ୍ଦରେ ବାହାରି ଆସିଥିଲେ ରାଜରାସ୍ତା ଉପରକୁ। ଭଦ୍ରଲୋକଙ୍କର ସାହାଯ୍ୟ ପାଇଁ ତାଙ୍କୁ ପ୍ରତି ଧନ୍ୟବାଦ ଜଣାଇବାର କଥା ତାଙ୍କର ମୁଣ୍ଡକୁ ଢୁକିଲା ନାହିଁ। ଚନ୍ଦ୍ରମୁଖୀ ଭାବିଲେ ଯେ ଯଦି ନିଜର ପ୍ରତ୍ୟାବର୍ତ୍ତନର ଘୋଷଣା କରିଦିଅନ୍ତି ତେବେ ଆଦିତ୍ୟ ମହା ଅସୁବିଧାରେ ପଡ଼ିଯିବେ। ସୁଖ ସମ୍ପଦରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ ସେ ନାନା ଆଇନଗତ ଅସୁବିଧାର ସମ୍ମୁଖୀନ ହେବେ। ଆଦିତ୍ୟ ଏବଂ ଅନୁରାଗକୁ ସେ ସୁଖ ସମ୍ପଦରୁ ବଞ୍ଚିତ କରିବାକୁ ଚାହାନ୍ତି ନାହିଁ। ବରଂ ସେ ଚିରଦିନ ଆତ୍ମଗୋପନ କରି ରହିବେ। ଆଦିତ୍ୟଙ୍କର ପତ୍ନୀ ନୁହେଁ, ତାଙ୍କ ଘରେ ଜଣେ ବେତନଭୋଗୀ କର୍ମଚାରିଣୀ ଅଭିନୟ କରି ସାରା ଜୀବନ କଟାଇ ଦେବେ। ଆଦିତ୍ୟ ଏଥିରେ ସମ୍ମତ ହେବେ ନାହିଁ। ସୁଖ ସମ୍ପଦକୁ ଜଳାଞ୍ଜଳି ଦେଇ ସେ ନିଶ୍ଚୟ ଚନ୍ଦ୍ରମୁଖୀଙ୍କୁ ପ୍ରକାଶ୍ୟରେ ସ୍ୱୀକାର କରି ନେବେ। କିନ୍ତୁ ଚନ୍ଦ୍ରମୁଖୀ ସେଥିରେ ବାଧା ଦେବେ। ଆଦିତ୍ୟକୁ ସେ ବୁଝାଇ ଦେବେ ସ୍ୱାମୀ ଏବଂ ସନ୍ତାନର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ନାରୀ ଯେକୌଣସି ଦୁଃଖ କଷ୍ଟ ହସି ହସି ବରଣ କରିପାରେ। ଆଦିତ୍ୟଙ୍କ ପାଖେ ପାଖେ ଚିରଦିନ ଯେକୌଣସି ଭାବରେ ରହିବାକୁ ଚନ୍ଦ୍ରମୁଖୀଙ୍କର ଆଦୌ କିଛି କଷ୍ଟ ହେବ ନାହିଁ। ଯଦି ବା କିଛି କଷ୍ଟ ହୁଏ ସେଥିରେ ଏକ ସ୍ୱର୍ଗୀୟ ପବିତ୍ର ଉତ୍ସର୍ଗୀକୃତ ଆନନ୍ଦ ତାଙ୍କୁ ମିଳିବ। ଚନ୍ଦ୍ରମୁଖୀ ଆଦିତ୍ୟଙ୍କର ନୂତନ ଗୃହର ସାଜସଜ୍ଜା ଏବଂ ସୌନ୍ଦର୍ଯ୍ୟର ବିମୂଢ଼ ହୋଇଗଲେ। କିନ୍ତୁ ସେ ପ୍ରାସାଦର କୀର୍ତ୍ତି ସେ ଆଉ ହେଇପାରିବେ ନାହିଁ। ସେ ଏବେ ସେ ପ୍ରାସାଦର ଏକାନ୍ତ କୋଣରେ ଆତ୍ମଗୋପନ କରି ରହିବେ। କିନ୍ତୁ ସେଥିପାଇଁ ଆଦିତ୍ୟ ତାଙ୍କୁ ଅନୁମତି ଦେବେ ତ? ସନ୍ଧ୍ୟା ହୋଇଯାଇଛି। ଆଦିତ୍ୟଙ୍କ ଉଦ୍ୟାନରେ ଅନ୍ଧକାର ଘେରି ଆସୁଛି। ସେ ପାତଳ ଅନ୍ଧକାରରେ ଉଦ୍ୟାନର ଫୁଟନ୍ତା ଫୁଲ ସବୁ ଠିକ୍ ଚନ୍ଦ୍ରମୁଖୀଙ୍କ ମୁହଁର ରଙ୍ଗ ଭଳି ନିଷ୍ପ୍ରଭ ମଳି ମନେ ହେଉଛନ୍ତି। ଏଣିକି ତାଙ୍କ ପାଇଁ ଏଇ ପଛଦ୍ୱାର ହିଁ ଉନ୍ମୁକ୍ତ ରହିବ। ଉଦ୍ୟାନର ଏଇ ଅନ୍ଧକାର ଏଣିକି ତାଙ୍କର କାମ୍ୟ। ସେ ପୁରୁଣା ଚାକର ପିଲାଟିକୁ ଯଦି ଆଦିତ୍ୟ ଏବେ ରଖିଥାନ୍ତି ତେବେ ତାଙ୍କୁ ଦେଖୁ ଦେଖୁ ଚିନି ପକାଇ ହାଲ୍ଲା କରିବ। ତାଙ୍କର ପରିଚୟ ପ୍ରକାଶ ପାଇଯିବ। ଆଦିତ୍ୟ ପୁଣି ଥରେ ହୋଇଯିବେ ନିଃସ୍ୱ। ଖୁବ୍ ଜଟିଳ ପରିସ୍ଥିତିରେ ପଡ଼ିଯିବେ ବିଚରା। ଚନ୍ଦ୍ରମୁଖୀ ନବବଧୂ ଭଳି ଅବଗୁଣ୍ଠନର ଆବୃତ୍ତି କଲେ ମୁଖ। ପ୍ରଥମେ ସେ ଆଦିତ୍ୟଙ୍କୁ ସାମ୍ନା କରିବେ। ତା ପୂର୍ବରୁ ଆଉ କାହା ସହ ଭେଟ ହେଲେ ତାଙ୍କର ସମସ୍ତ ଯୋଜନା ପଣ୍ଡ ହୋଇଯିବ। ଆଦିତ୍ୟଙ୍କର ଏ ସୁଖ ସମ୍ପଦରେ ସେ ଛଡ଼ାଇ ନେବାକୁ ଚାହାନ୍ତି ନାହିଁ। ଥରେ ଆଦିତ୍ୟଙ୍କୁ ଦେଖା କରି ସବୁ କଥା ସ୍ଥିର କରିବାକୁ ହେବ। ଚନ୍ଦ୍ରମୁଖୀ ନିଃଶବ୍ଦରେ ଠିଆ ହେଲେ ଝଙ୍କାଳିଆ କ୍ରୋଟନ ଗଛ ଛାଇ ତଳେ। ଆଭା ଯଦି ତାଙ୍କୁ ଏ ଅବସ୍ଥାରେ ଦେଖି ପକାଏ, ଅଶରୀରୀ ଆତ୍ମା ମନେ କରି ସେ ଚିତ୍କାର କରିବ। ତାଙ୍କ ଚାରିପଟେ ଜମିଯିବେ ସମସ୍ତେ।
ସବୁ ରହସ୍ୟ ଖୋଲିଯିବ, ସବୁକିଛି ଓଲଟପାଲଟ ହୋଇଯିବ। ବରଂ ସେ ଅପେକ୍ଷା କରିବେ ଆଦିତ୍ୟ ଫେରିବା ପର୍ଯ୍ୟନ୍ତ। ସେ ଏ ଉଦ୍ୟାନରେ ଅନ୍ଧକାରରେ ହଜିଯିବେ। ଆଦିତ୍ୟ ଫେରୁନାହାନ୍ତି। ତାଙ୍କର ଦାୟିତ୍ୱ ବଢ଼ିଛି, କାର୍ଯ୍ୟର ପରିସୟ ପରିବ୍ୟାପ୍ତ ହୋଇଛି। ମନେ ମନେ ସୁଖୀ ହେଉଛନ୍ତି ଚନ୍ଦ୍ରମୁଖୀ। ନିଜ ସ୍ୱାମୀକୁ ସମାଜର ଜଣେ ଗଣ୍ୟମାନ୍ୟ ବିତ୍ତଶାଳୀ ବ୍ୟକ୍ତି ହିସାବରେ ଦେଖିବା ପାଇଁ କେଉଁ ସ୍ତ୍ରୀ ଅବା ଚାହେଁ ନାହିଁ? ଅନୁରାଗର ପାଟି ଶୁଭୁନାହିଁ। କୁଆଡ଼େ ଯାଇଛି ଅନୁରାଗ? ଗେଟ୍ ଖୋଲି ପରିଚ୍ଛନ୍ନ ଆୟା ଜଣେ ଅନୁରାଗର ହାତ ଧରି ଆସୁଛି। ସନ୍ଧ୍ୟା ଭ୍ରମଣରୁ ଫେରୁଛି ଅନୁରାଗ। ତା ଦେହରେ ଦାମୀ ପୋଷାକ, ରାଜପୁଅ ଭଳି ଦିଶୁଛି ତାଙ୍କ ହୃଦୟର ଧନ ଅନୁରାଗ। ଏମିତି ସୁନ୍ଦର ପୋଷାକଟିଏ କେବେ ସେ କିଣି ଦେଇନାହାନ୍ତି ଅନୁରାଗ ପାଇଁ। ମାସକର ଖର୍ଚ୍ଚ ପାଇଁ ଆଦିତ୍ୟ ତାଙ୍କୁ ଦେଉଥିବା ଟଙ୍କାରେ ଅନୁରାଗ ପାଇଁ ଏତେ ଦାମିକା ପୋଷାକ କିଣି ହୁଏ ନାହିଁ। ଦୋକାନରେ ପୋଷାକ ଗୁଡ଼ାକ ବାରମ୍ବାର ପରଖି ଅନୁରାଗକୁ କେମିତି ମାନିବ କଳ୍ପନା ଚକ୍ଷୁରେ ଦେଖିନେଇ ଦୀର୍ଘଶ୍ୱାସ ମିଶାଇ ଫେରଦେବାକୁ ହୁଏ। ତାଙ୍କର ଇଚ୍ଛା ହେଉଛି ଧାଇଁଯାଇ ଅନୁରାଗକୁ ବକ୍ଷକୁ ଟାଣି ଆଣିବେ। କିନ୍ତୁ ନା, ତାଙ୍କୁ ତଥାପି ମଧ୍ୟ ଅପେକ୍ଷା କରିବାକୁ ହେବ। ନିଜ ଘର ଭିତରେ ଏକ ଅପରିଚିତା ଆଗନ୍ତୁକା ଅନୁରାଗକୁ ଆଦର କରିବା ପାଇଁ ଆୟା ତାଙ୍କୁ ଅନୁମତି ଦେବେ ନାହିଁ। ନିଜ ଭାଗ୍ୟର ଏ ବିଚିତ୍ର ବିଡ଼ମ୍ବନା ସବୁ ନାଟକୀୟ। ବାସ୍ତବରେ ସେଦିନ ଖୁବ୍ ନାଟକୀୟ ଭଙ୍ଗୀରେ ନୂଆ କରିଥିବା ଜୀବନ ବୀମା ପଲିସିଟିକୁ ତା ହାତକୁ ବଢ଼ାଇ ଦେଇଥିଲେ ଆଦିତ୍ୟ। ଓଠରେ ତାଙ୍କର ବିଜୟର ହସ। ଚନ୍ଦ୍ରମୁଖୀ ଆଗ୍ରହରେ ପ୍ରଶ୍ନ କରିଥିଲେ, ପ୍ରମୋସନ ଅର୍ଡର ମିଳିଗଲା ନା କ'ଣ? ଆଦିତ୍ୟ ବେପରୱା ଭାବରେ କହିଥିଲେ, ହଁ, ଏ ଜନ୍ମରେ ପୁଣି ପ୍ରମୋସନ ହେବ। ଚାକିରି ଆଉ ବେଶୀ ଦିନ ପଶାଇବ ନାହିଁ। ତେବେ ଏତେ ଖୁସି ଯେ? ତମ ପାଇଁ ଆଜିଠାରୁ ମୁଁ ନିଶ୍ଚିନ୍ତ। ଏଣିକି ମୋର ଆବଶ୍ୟକତା ତମ ପାଖରେ ନାହିଁ କହିଲେ ଚଳେ। ମୁଁ ଥିଲେ ଭଲ, ନଥିଲେ ମଧ୍ୟ ତମର ଆଉ କିଛି ଭୟ ନାହିଁ। ଆଦିତ୍ୟ ପରମ ଅସ୍ୱସ୍ଥ ଭଙ୍ଗୀରେ କହିଲେ। ଚନ୍ଦ୍ରମୁଖୀ ଅବୁଝା ଦୃଷ୍ଟିରେ ଚାହିଁ କହିଲେ, ଏଇଟା କ'ଣ ଆମ ବିବାହ ବିଚ୍ଛେଦର ଦଲିଲ? ଆଜିଠାରୁ ତମେ ନହେଲେ ମୋ ପାଇଁ ନିଶ୍ଚିନ୍ତ ହୁଅନ୍ତ କାହିଁକି? ଆଦିତ୍ୟ ଉଚ୍ଚ କଣ୍ଠରେ ହସି ଉଠି କହିଲେ, ତମକୁ ଯେକୌଣସି ବୟସର ସ୍ୱାମୀଟିଏ ମିଳିଯିବ ଚନ୍ଦ୍ରା, ମାତ୍ର ଏ ଅଧମକୁ ଆଉ ସ୍ତ୍ରୀଟିଏ ମିଳିବ କେଉଁଠୁ? ମୋର ଯେଉଁ ଚାକିରି ଆଉ ଉପାର୍ଜନ, ସେଥିରେ ମୋତେ ଆଉ ଝିଅ ମିଳିବାର ପ୍ରଶ୍ନ ଉଠେନା। ଭାଗ୍ୟକୁ ତମେ କେମିତି କୃପା କରି ଚାଲି ଆସିଛ। ଚନ୍ଦ୍ରମୁଖୀ ହସି ହସି କହିଲେ, ତମେ ଓଲଟା କଥା କହୁଛ। ଝିଅମାନେ ଥରେ ବିବାହ କରି ମା' ହୋଇଗଲେ ବୁଢ଼ୀ ହୋଇଯାଆନ୍ତି। ପୁଅମାନଙ୍କର କିନ୍ତୁ ବିବାହ ପାଇଁ ବୟସର କଡ଼ାକଡ଼ି ସୀମାରେଖା ନାହିଁ। ଆଦିତ୍ୟ ପରମ ରସିକ ଭଙ୍ଗୀରେ କହିଲେ, ତମେ କିଛି ବୁଝିନାହ ଚନ୍ଦ୍ରା। ବିବାହ କ୍ଷେତ୍ରରେ ଝିଅମାନଙ୍କର ରୂପ ଆଉ ପୁଅମାନଙ୍କର ଉପାର୍ଜନ କ୍ଷମତା ପ୍ରଧାନ ଯୋଗ୍ୟତା ଭାବରେ ଧରାଯାଏ। ସେହି ଦୃଷ୍ଟିରୁ ତମର ଯୋଗ୍ୟତା ଆବଶ୍ୟକତା ଠାରୁ ଅଧିକ ଥିବା ସ୍ଥଳେ ମୋର ଯୋଗ୍ୟତା ଏକବାରେ ପାସମାର୍କ ତଳେ। ଚନ୍ଦ୍ରମୁଖୀ ଖୁବ୍ ହସିଥିଲେ ସେଦିନ। ଆଦିତ୍ୟ କିନ୍ତୁ ଯେତେବେଳେ ପଲିସିଟା ଖୋଲି ଦେଖାଇଥିଲେ, ସେ ଗମ୍ଭୀର ହୋଇଯାଇଥିଲେ। କହିବାକୁ ଗଲେ ଏକ ରକମର ଚିନ୍ତାରେ ପଡ଼ିଯାଇଥିଲେ। ଏତେ ପରିମାଣର ପଲିସିଟା କରିପକାଇଲେ ଆଦିତ୍ୟ ଠିକ୍ କରିନାହାନ୍ତି। ପ୍ରତି ମାସରେ ଏତେ ଗୁଡ଼ିଏ ଟଙ୍କା ବାବଦକୁ କଟିଗଲେ ଘର ଚଳିବ କେମିତି? ଆଦିତ୍ୟ ସାହସ ଦେଇ କହିଥିଲେ, ଘର ଚଳାଇବା ଦାୟିତ୍ୱ ମୋର। ଆଉ ଗୋଟାଏ ପାର୍ଟ ଟାଇମ୍ କାମ ଖୋଜିଦେଲେ ଘର ଚଳିଯିବ। ଏ ଜଏଣ୍ଟ ପଲିସିଟା ବାବଦ ଟଙ୍କା ବରବାଦ ହୋଇଛି ବୋଲି ଭାବ ନାହିଁ। ଭବିଷ୍ୟତରେ ନିରାପତ୍ତା ପାଇଁ ଏମିତି ଗୋଟାଏ ପଲିସି ଆବଶ୍ୟକ। ଆଜିକାଲି ଜୀବନ ଏତେ ଅନିଶ୍ଚିତ ହୋଇଗଲାଣି ଯେ କେତେବେଳେ କେଉଁ କଥା ଘଟିବ କିଏ କହିବ? ଆଜି ଯଦି ହଠାତ୍ ମୋର ଭଲମନ୍ଦ ହୋଇଯାଏ, ତମେ ଆଉ ଅନୁରାଗ ଯେପରି ଭାସି ନଯାଅ, ତାରି ପାଇଁ ଏ ବ୍ୟବସ୍ଥା। ସ୍ୱାମୀ ହିସାବରେ, ପିତା ହିସାବରେ ତମ ଦୁହିଁଙ୍କର ଭବିଷ୍ୟତର ସୁରକ୍ଷା ବ୍ୟବସ୍ଥା ମୋର କରି ରଖିବା ଆବଶ୍ୟକ। ଚନ୍ଦ୍ରମୁଖୀ ଅଭିମାନରେ ଆଖି ଛଳ ଛଳ କରି ପକାଇଥିଲେ। ପଲିସିଟା ଅଯତ୍ନରେ ଦୂରକୁ ଠେଲି ଦେଇ କହିଥିଲେ, ରଖ ତୁମର ପଲିସି। ମୋର ଏ ଟଙ୍କା କିଛି ଦରକାର ଲାଗିବ ନାହିଁ। ଅର୍ଥ ସବୁ ମଣିଷଙ୍କର ଜୀବନ ନୁହେଁ। ମୋତେ ବାଦ ଦେଇ ଅର୍ଥକୁ ନେଇ ତମେ ତମର ବଞ୍ଚିପାର, କିନ୍ତୁ ମୁଁ ନୁହେଁ। ଆଦିତ୍ୟ ଚନ୍ଦ୍ରମୁଖୀଙ୍କର ବ୍ୟଥାତୁର ମୁଖଟିକୁ ସ୍ନେହରେ ତୋଳି ଧରି ମଧୁର କଣ୍ଠରେ କହିଥିଲେ, ଏଇ ପଦେ କଥାରେ ଆଖି ଛଳ ଛଳ କରି ପକାଇଲେଣି। ବାସ୍ତବ ଜୀବନର ଘାତ ପ୍ରତିଘାତକୁ ତମେ ସାମ୍ନା କରିବ କେମିତି? ଧରିନିଅ ମୋର ନୁହେଁ, ତମର କିଛି ଭଲମନ୍ଦ ହୋଇଗଲା। ମୋର ଅବସ୍ଥା କ'ଣ ହେବ ନ ହେବ ସେ କଥା ଛାଡ଼। ପ୍ରଚୁର ଅର୍ଥ ତ ମିଳିଯିବ ଅନୁରାଗର ଭବିଷ୍ୟତ ପାଇଁ। ଧରିନିଅ ଏ ବ୍ୟବସ୍ଥାଟି ଅନୁରାଗ ପାଇଁ, ପରୋକ୍ଷରେ ତମ ପାଇଁ ଓ ମୋ ପାଇଁ, କାରଣ ଅନୁରାଗ ତ ଆମ ଦୁହିଁଙ୍କର। ଚନ୍ଦ୍ରମୁଖୀ ବୁଝି ଯାଇଥିଲେ ସେଦିନ କଥାଟି। ପଲିସିଟିକୁ ଯତ୍ନରେ ସାଇତି ରଖୁ ରଖୁ ଭାବୁଥିଲେ, ସ୍ୱାମୀଙ୍କର କଷ୍ଟଲବ୍ଧ ସଞ୍ଚିତ ଅର୍ଥ ତାଙ୍କୁ କୌଣସି ଦିନ ନ ମିଳୁ। ଜଏଣ୍ଟ ପଲିସିରେ ସେ ଜଣେ ଅଂଶୀଦାର ଥିଲେ ମଧ୍ୟ ସବୁ ଟଙ୍କା ତ ଆଦିତ୍ୟଙ୍କର। ତାଙ୍କ ଭବିଷ୍ୟତ ପାଇଁ ଆଦିତ୍ୟଙ୍କର ଏତେ ଚିନ୍ତା ସତେ? ମାତ୍ର 3 ମାସ ପରେ ଆଦିତ୍ୟଙ୍କର କଥା ନାଟକୀୟ ଭାବରେ ସତ୍ୟରେ ପରିଣତ ହୋଇଛି। ଆଦିତ୍ୟଙ୍କର କ'ଣ ହେଇଛି ନ ହେଇଛି ସେ କଥା ସେ ଜାଣନ୍ତି ନାହିଁ।
ଅନୁରାଗ ଭଲରେ ଅଛି, ଭଲରେ ରହିବ। ପଲିସିର ଅର୍ଥ ମିଳିବା ପାଇଁ ଆଭା ଏବଂ ତାଙ୍କ ସ୍ୱାମୀ ତାଙ୍କର ମୃତ୍ୟୁକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଚିତ୍ରିତ କରିଛନ୍ତି ଏବଂ ଆଦିତ୍ୟ ହୁଏତ କୌଣସିଥିରେ ପାଟି ଫିଟାଇବାର ଅବସ୍ଥାରେ ନଥିଲେ। ଏବେ ମଧ୍ୟ ସେ ପାଟି ଫିଟାଇ ପାରିବେ ନାହିଁ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ମେଘମଧୁରର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକ୍ୟାଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।